ଶ୍ରବଣ କୀର୍ତ୍ତନ କରେ। କାରଣ ଏ ଶରୀରକୁ ଚଳେଇବା ପାଇଁ ବୃତ୍ତିଗତ ଭାବରେ ଦିନରେ 8 ଘଣ୍ଟା 10 ଘଣ୍ଟା ଜଣେ ଖଟେ। ସେ ବ୍ୟବସାୟ କରୁ, ଚାକିରି କରୁ, ବିଲରେ ଚାଷ କରୁ। କିନ୍ତୁ ଏଇ 24 ଘଣ୍ଟାରେ ଯୋଉ ସନ୍ଧ୍ୟା ସମୟ, ସକାଳ ସମୟ ସନ୍ଧ୍ୟା ସମୟ, ଏଇଟା ଭଗବତ ଉପାସନା ପାଇଁ କ'ଣ ପ୍ରଯୁଜ୍ୟ। ସହରରେ ହଉ ଗାଁ ଗଣ୍ଡାରେ ହଉ ସନ୍ଧ୍ୟା ହେଲେ ଯେତେ ଦେବାଳୟ ଥିବ, ଯାହା ଘରେ ଥିବ, ଶଙ୍ଖ ବାଜୁଥିବ, ଘଣ୍ଟି ବାଜୁଥିବ, କି ଯଦି ମନ୍ଦିରକୁ ନ ଯାଇଥିବ, ସେ ଯୋଉଠି ଧ୍ୱନି ଶୁଣିବ ସାଙ୍ଗେ ସାଙ୍ଗେ ହାତ ଯୋଡ଼ିକି ପ୍ରଣାମ କରିବାରେ ସନ୍ଧ୍ୟା ହେଇଗଲା। ଆଉ ସନ୍ଧ୍ୟା ସମୟରେ ଭଗବାନଙ୍କର କ'ଣ ଜଣାଣ, ଭଗବାନଙ୍କର ଭଜନ ସାଧନ, ଶାସ୍ତ୍ର ଅଧ୍ୟୟନ, ମନନ, ଜପ, ଏଇ ଜିନିଷ ଗୁରା ସବୁ କରିବା ପାଇଁ ଅନୁକୂଳ ସମୟ। ଯେମିତି ରାତି 9ଟା ପରେ ଯେମିତି କ'ଣ ଦେଶୀ ଦାରୁ ବିକ୍ରି ହେଲା, ମଦ ସଟ୍ଟା, ଯେତେ ପ୍ରକାର ଅସାମାଜିକ ଜିନିଷ ସେଟା ରାତିରେ ହୁଏ। ରାତି ସମୟରେ ତାମସିକ କାର୍ଯ୍ୟ, ଭୂତ ପ୍ରେତ, ଚିରୁଗୁଣି, ଡାହାଣୀ, ଏ ସବୁ ଯାକ କାମ ସେ ତାମସିକ ଗୁଣ ପାଇଁ ସେ ସମୟଟା ଦିଆଯାଇଛି। ସେ ଜିନିଷ ସେମାନେ ସକାଳ କରିବେନି, ଲାଜ ଲାଗିବ, ଡର ଲାଗିବ, ପୋଲିସ ଦେଖିଦେବ, ଏଇଟା ଦେଖିଦେବ। ତେଣୁକରି ପ୍ରତ୍ୟେକ କିଛି କିଛି ବୈଦିକ କାର୍ଯ୍ୟ କ'ଣ ସମ୍ପାଦନ କରିବା ପାଇଁ ତା ଉପଯୁକ୍ତ ସମୟ ବି ଥାଏ, ଉପଯୁକ୍ତ ବୟସ ବି ଥାଏ, ଉପଯୁକ୍ତ ସ୍ଥାନ ବି ଥାଏ। ସେଇଟାକୁ ଚୟନ କରାଯାଏ। ଭଗବାନ ସବୁ ଜାଗାରେ ବିଦ୍ୟମାନ, କିନ୍ତୁ ଭଗବାନଙ୍କର ଭଗବତ୍ତା ମନ୍ଦିରରେ ବିଗ୍ରହରେ ଯେତେବେଳେ ସୁଧ ସାଧୁ ପ୍ରାଣ ସଞ୍ଚାର କରନ୍ତି, ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା କରନ୍ତି, ତାଙ୍କ ସହିତ ଆଦାନ ପ୍ରଦାନ କରିବା ବା ତାଙ୍କ ସହିତ ସେବା ପ୍ରଦାନ କଲେ ସେଇଟା ଆହୁରି କ'ଣ ପ୍ରକଟ ରୂପରେ ଅନୁଭବ ହେଇପାରେ ଆଉ ଭଗବାନ ସେଟା ଗ୍ରହଣ କରନ୍ତି। ତା ମାନେ ନୁହେଁ ଯେ ଭଗବାନ ସବୁ ଜାଗାରେ ନାହାନ୍ତି। ଭଗବାନ ଅଣୁ ମଧ୍ୟରେ ବି ଅଛନ୍ତି, ପରମାଣୁ ମଧ୍ୟରେ ବି ଅଛନ୍ତି, ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ବି ଅଛନ୍ତି। ଆଉ ଯୋଉ 7 ପ୍ରକାର ଆମେ ଅନୁଭବ କରିବା ପାଇଁ ଏଇଟା ଏକାଦଶ ସ୍କନ୍ଧରେ ବର୍ଣ୍ଣନା ହେଇଛି ଉଦ୍ଧବଙ୍କୁ, ଭଗବାନ ପ୍ରସ୍ତରରେ, ଧାତୁରେ, ମାଟିରେ, ଏ ତୈଳ ଚିତ୍ରରେ, ଆ ଦେହରେ ଯେତେବେଳେ ତାଙ୍କର ପ୍ରତିମା ଅଙ୍କନ କରାଯାଏ, ତାଙ୍କୁ ପ୍ରାଣ ପ୍ରତିଷ୍ଠା କରାଯାଏ, ସେଇଟା ବି ଗ୍ରହଣ କରନ୍ତି। ତେଣୁକରି ନାସ୍ତିକମାନେ ଯେମିତି କୁହନ୍ତି ବା ନିରାକାରବାଦୀ ମାନେ କୁହନ୍ତି ଭଗବାନ ସର୍ବତ୍ର ଅଛନ୍ତି, ଆଉ ସର୍ବତ୍ର ଅଛନ୍ତି, ତମେ କାହିଁ ମନ୍ଦିରରେ ତାଙ୍କୁ ବିଗ୍ରହ ସ୍ଥାପନ କରୁଛ? ଯଦି ସର୍ବତ୍ର ଅଛନ୍ତି, ପ୍ରଭୁପାଦ ଯୁକ୍ତି କରୁଛନ୍ତି, ତାହେଲେ ମନ୍ଦିରରେ ଯୋଉ ପ୍ରତିମା ବା ବିଗ୍ରହ ସ୍ଥାପନ ହେଇଛି ତା ଦେହରେ ବି ଅଛନ୍ତି ନା, ତମେ ଏଇଟାକୁ କାହିଁ ଗ୍ରହଣ କରୁନ? ସେଥିପାଇଁ ଏଠି କୁହାହଉଛି ସତ୍ୱେନ ପ୍ରତିଲଭ୍ୟାୟ ନୈଷ୍କର୍ମଣ୍ୟ ବିପଶ୍ଚିତା, ଯେଉଁମାନେ ଯଥେଷ୍ଟ ଜ୍ଞାନ ସମ୍ପନ୍ନ ମାନେ ତାଙ୍କ ଜ୍ଞାନ ଏଇଟା ଯେତେବେଳେ ଆହରଣ କରୁଛନ୍ତି ବା ଗ୍ରହଣ କରୁଛନ୍ତି, କେବେ କେବେ ଏଇ ଗୋଟେ ଜନ୍ମରେ ବି ତାଙ୍କର ସଫିସିଏଣ୍ଟ ହଉନି ଭଗବାନ କୃଷ୍ଣ ଇଏ ଭଗବାନ, ତାଙ୍କୁ ମୋତେ ଭକ୍ତି କରିବାକୁ ପଡ଼ିବ, ତାଙ୍କ ନାମ ଜପ କରିବାକୁ ପଡ଼ିବ, ତାଙ୍କର ଯେତେ ସବୁ କ'ଣ ପର୍ବପର୍ବାଣି ଅଛି ତା ଦେହରେ ମୋର ଏତେ ବ୍ରତ ରଖିବାକୁ ପଡ଼ିବ। ଏଇ ଗୋଟେରେ ତାଙ୍କର କ'ଣ ଗୋଟେ ଜନ୍ମରେ ବି ଏ ବିଶ୍ୱାସ ଆସେ ନାହିଁ। ତେଣୁକରି କହୁଛନ୍ତି ବହୁ ନାମ ଜନ୍ମ ନାମ ଏନ୍ତେ ଜ୍ଞାନବାନ ମାମ ପ୍ରପଦ୍ୟତେ। ବହୁ ଜନ୍ମ ପରେ କାରଣ ନିଜ ବଳରେ ସେ ଭଗବାନଙ୍କୁ ଜାଣିବା ପାଇଁ ଚେଷ୍ଟା କରୁଛି। କେବେ କେବେ ଗୋଟେ ବଳ ଜନ୍ମରେ ବି ତାର ହୁଏ ନାହିଁ, କାରଣ ଗୋଟେ ଜନ୍ମରେ ସେ କର୍ମ ପଛରେ ଲାଗି ଯାଇଥିବ, ସଂସାର କରୁ କରୁ ତାର ଜୀବ ଛାଡ଼ିଯିବ। ଆଉ ଗୋଟେ ଜନ୍ମରେ କୌଣସି ସାଧୁ ସଙ୍ଗ କରି ଟିକେ ଟିକେ ଭଜନ କରୁଥିବ ବା ଦେବତା ପୂଜା କରୁଥିବ, ସେ ଦେବତା ଆଉ ଭଗବାନ ଭିତରେ କ'ଣ ପାର୍ଥକ୍ୟ ଜାଣିପାରୁନଥିବ। ତେଣୁକରି ବହୁ ଜନ୍ମ ପରେ ଯେତେବେଳେ ସାଧୁ ସଙ୍ଗ କରିକି ସିଏ ଜାଣିବ ଯେ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ସେତେବେଳେ ସେ ଭଗବାନଙ୍କୁ ଶରଣ ଆସିବ ବା ଭଗବାନଙ୍କର ନୀତି ନିୟମ ପାଳନ କରିବା ପାଇଁ କ'ଣ ଅଣ୍ଟା ଭିଡ଼ିବ। ବର୍ତ୍ତମାନ ଭଗବାନଙ୍କର ଅସ୍ତିତ୍ୱ ଜଣେ ସ୍ୱୀକାର କାହିଁ କରୁନାହିଁ? ଯଦି ତାର ଅସ୍ତିତ୍ୱ ସ୍ୱୀକାର କରିବି ଭଗବାନଙ୍କର ଭଗବତ୍ତା ବା ଭଗବାନ ଶ୍ରେଷ୍ଠ ବୋଲି, ତାହେଲେ ତାଙ୍କ କଥାରେ ଚାଲିବା ବି ଦରକାର ନା। ମୁଁ ଯଦି ବାପା ମାଙ୍କର କଥା ମାନିକି ଚାଲିବି ତାହେଲେ ମୁଁ ସୁପୁତ୍ରରେ ଗଣା ହେବି। ଯଦି ବାପା ମାଙ୍କୁ ନ ମାନିବି ତାହେଲେ ମୋ ଇଚ୍ଛାରେ ମୁଁ କରିବି, ମୁଁ ମଦ ପିଏ, ନାରୀ କରେ, ଘୁରି କରେ, ଏଇଟା କରେ, ମୁଁ କାହାକୁ ମାନେ ନାହିଁ, ସରକାରକୁ ମାନେ ନାହିଁ, ପୋଲିସକୁ ମାନେ ନାହିଁ, ତାହେଲେ ତାର ଯୋଉ ଦଣ୍ଡଟା ପରିମାଣଟା ମୋତେ ଭୋଗିବାକୁ ପଡ଼ିବ। ତେଣୁକରି ଭଗବାନଙ୍କୁ ଯୋଉମାନେ ନ ମାନିବାକୁ କହନ୍ତି ଭଗବାନ ବୋଲି କିଛି ନାହାନ୍ତି, ସେମାନେ ଚାହାନ୍ତି ଯେ ଭଗବାନ ବୋଲି କିଛି ନାହାନ୍ତି, ତାହେଲେ ମୁଁ ଯାହା ଇଚ୍ଛା ତାହା କରିବି। ତୁ ଯାହା ଇଚ୍ଛା ତାହା କରିବୁ ଯଦି ତୋ ଶରୀର ବି ସାଥ ଦେବା ଦରକାର। ଏ ଶରୀରକୁ ସେମାନେ କ'ଣ ଛିନବିନ କରିକି ଏଇଟାକୁ ଚୁପୁଡ଼ିକି ଯେତେ ଆଦିରୁ ରସ ବାହାରି ପାରିବ ସେମାନେ ଚେଷ୍ଟା କରୁଛନ୍ତି। ଆଉ ଯଦି ଯୁବକ ଅବସ୍ଥାରେ ବା ଯୋଉ ଯୁବତୀ ଅବସ୍ଥାରେ ଏଇଟାକୁ ଚୁପୁଡ଼ିକି ଯେତେ ରସ ବାହାର କରିବା ପାଇଁ ଚେଷ୍ଟା କରିବେ, ଆଉ 40 ବର୍ଷ 50 ବର୍ଷ 60 ବର୍ଷ ପରେ ଆଉ କିଛି ରସ ନଥିବ। କାରଣ ଏ ଶରୀରଟାକୁ 100 ବର୍ଷ ଚଲେଇବା ପାଇଁ ଭଗବାନ ଦେଇଛନ୍ତି ଶକ୍ତି। ତାକୁ ଯଦି ମୌଜ ମଜଲିସରେ ଯୁବକ ଅବସ୍ଥାରେ, ଯୁବତୀ ଅବସ୍ଥାରେ କଲେଜରେ ପଢୁଛୁ, ଆମର ପ୍ରେମ ହଉଛି, ସେଇଠି ଯଦି ଛାଡ଼ିଦେବି ଆଉ କିଛି ରସ ନଥିବ। କାରଣ ପ୍ରତ୍ୟେକ ଇନ୍ଦ୍ରିୟର କିଛି ସକ୍ଷମତା ଅଛି। ଆଖିରେ କେତିକି ପରିମାଣରେ ଦେଖିପାରିବ, ଜିଭରେ କେତିକି ପରିମାଣ ଖାଇପାରିବ। ତାକୁ ଯଦି ମୁଁ ଯୁବକ ଅବସ୍ଥାରେ ପୁରା
ओभर यूटिलाइज तो कुआ जाए इंग्लिश रे। ओभर यूटिलाइज रो ओडिया कोन हबो? जबरदस्त ताकू सुख प्राप्त करबा पे चेष्टा करिवे ताले सेटा डैमेज हे जिवो ना। तेणु करी जो सब डायबिटीज अछि प्रभुपाद गोटे तात्पर्य लिखुचंती डायबिटीज रोगटा मधुमेह रोगटा एटा अत्यधिक खाद्य खाइले हुए ओभर इटिंग डायबिटीज रोग हुए। आ ट्यूबरकुलस टीबी रोगटा हुए जो माने उपास उपास बेसी रुहंती बा खाती नहीं सुखी जाती तांको टीबी हुए कारण प्रभुपाद फार्मास्यूटिकल कंपनी रो मालिक थिले प्रभुपाद। तापरे तेणुक कहुच्छी एठी भगवान को आमे प्राप्त करिपरिबा जेतेबेले भक्ति जाजन करिबा आउ विपस्सिता जो माने यथेष्ट ज्ञान संपन्न जदि निजर ज्ञान नहीं जोटी सत्संग होची शुणुची मनकर मु संस्कृत पढ़ी पारिबे नहीं कि जोटी भगवानकर प्रत्येक लीला विलास को आमर टोटाल 12 मास 13 यात्रा रे एटा फिटिंग हेछि आपण जे देखिबे बैशाख ठारू आरंभ करिक चैत्र पर्यंत जेते भगवानकर जन्मदिन हे गला जेनी जानी यात्रा हे गला जेकोसी जगह जेकोसी मेला होची महोत्सव होची ता पछर जदि कोनोसी कारण देखिबो सेटा खाली दुकान फकान बसी जाइछि मेला हेछि ना आपण देखिबे कोनोसी भगवानकर महोत्सव को पालन करा जाउथबो। भगवान को जदि महोत्सव पालन करा जाउछि सेठी बहुत लोक आसीबे तेणु करी किए पियाजी पकोड़ी बिकिलानी किए एटा लगेलानी दुकान किए सेटा लगेलानी किए कोन फूल फल सब दुकान लगेलानी किंतु एबे से भगवानकर मुख्य जिनस को साइड करिकी खाली दुकान लगेकी गोटे मेला कर दउचंती आगुर से जिनस नथिला। तेणुकर आमर प्रत्येक परिवार हो आमर समाजर जेकोसी महोत्सव जेकोसी कौन जानी यात्रा हुए ये भगवानकर महानता को स्मरण करने पालन करने से जिनस हुए ता संगे संगे बेपार वाणिज्य भी सेठी लगी जाए। तेणुकर ये कहुच्छी भगवान को जो माने विपस्सित जो माने ज्ञानी संपन्न से माने भगवान को शरण रे आसंती आउ से माने ग्रहण करती संपूर्ण हृदय जे भगवान श्रेष्ठ मु जदि तांकर कथा उपदेश को मानिबी ए जीवन में ठीक ठाक रही पारिबी। ठीक ठाक रहिबार तात्पर्य कौन शरीर सुस्थ रहिबो मन प्रफुल्लित रहिबो मो जीवन में एते कौन संकट बा एते विपद आसीबो नै आ जदि भी आसीबो जदि भगवानकर सहित मु जोड़ी होइकी अछि तांका नीति पालन करछि सेटाକୁ सहीबार शक्ति भगवान देबे से सहीबा शक्ति भगवान दबा कारणरू मु कौन हतोत्साहित हेबि नै पुणी कहूँ आ गोटे भगवानकर ये कहते प्रणाम करिकी नम कैवल्य नाथाय निर्वाण सुख संविदे ये कहूँ भगवान हेले कैवल्य नाथ ये कैवल्य शब्दर व्याख्या कहुच्छी केवल शब्द रू कैवल्य आसी एमती यही भौतिक जगतटा को भगवान सृष्टि करने दीटा तत्व सृष्टि कले गोटे हल परा प्रकृति गोटे हल अपरा प्रकृति भगवद गीतार यहाँ वर्णना अच्छे 7म अध्याय रे भगवान अपरा प्रकृति यहाँ है निकृष्ट आर जीवन नहीं भूमि आप अनल वायु खम मन बुद्धि एवच ये 8 प्रकार स्थूल आउ सूक्ष्म तत्व आम शरीर गढ़ा है यहाँ अपरा प्रकृति। भगवान परा प्रकृति है जीव आत्मा तेणुक ए संसार रे भगवान जीव प्रकृति ब्रह्म बा आत्मा अच्छी आउ भगवान कौन अपरा प्रकृति जड़ तत्व अच्छे और जड़ परिमाण एते भरिकी अच्छी संसार रे जीवात्मार माने कौन बहुत नगण्य अच्छे ता सहित जीवात्मा को ब्रह्म कह जाए आ जीवात्मा जो कार्य करछि तार कर्मफल देवाई ता सहित जोड़ी है कि भगवान अच्छा परमात्मा रूप से ताले 3टा जिनस रोचंती गोटे है जड़ आ गोटे है ब्रह्म आ गोटे है परम ब्रह्म है ना नहीं बुझीगला ये 3टा जिनस यात्रा चलती पुणी ये जो जड़ जगत भगवान करिसंती इटा गुण प्रभाव रे ये संसार टा गुण प्रभाव रे 3टा गुण रजगुण तमगुण सत्वगुण रे माने हजार हजार जिनस आदि भरिकी अच्छे तेणुकरी ए जड़ शरीर को रक्षा करने पालन करने 100 वर्ष पर्यंत मृत्यु पर्यंत जीवाई ताकू खोइबा पिंधिबा जिते सब इंद्रिय भोग विषय सब अच्छी है ना नहीं शब्द स्पर्श रूप रस गंध यहीटा को दवापाई हजार हजार दुकान अच्छी जदि एबे मार्केट को जीव मार्केट रे जेकोसी दुकान को आपण देखिबे प्रत्येक दुकान रो कोनोसी प्रोडक्ट तमे ए शरीर रो कोन किछि
ସୁଖ ଦେବା ପାଇଁ ସେଟା ତିଆରି। ସେଇ ଆଖିରେ ଖାଲି ଲଗେଇବା ପାଇଁ ଗୋଟେ ଗ୍ଲାସ୍ ଖରା ହେଉଛି ବୋଲି ହଜାର କମ୍ପାନୀ, ପାଦରେ ଖାଲି ଖରା ନ ବାଜିବା ପାଇଁ ହଜାର କମ୍ପାନୀର କ'ଣ ଜୋତା ଅଛି। ତେଣୁକରି ପ୍ରତ୍ୟେକ ମାର୍କେଟରେ ବା ଦୋକାନରେ ଦେଖିବ ଏଇ ଜଡ଼ ଶରୀରକୁ ରଞ୍ଜନ କରିବା ପାଇଁ, ଚିକଣ କରିବା ପାଇଁ, ଠିକ୍ ସେ କେମିତି 100 ବର୍ଷ ପର୍ଯ୍ୟନ୍ତ ରହିବ, ତାର କ'ଣ କିଛି ଖରାପ ହବ ନାହିଁ, ତାରି ମସଲା ଭରିକି ଅଛି। କିନ୍ତୁ ଆମର ଯୋଉ ଜୀବ ଆତ୍ମା ସଚ୍ଚିଦାନନ୍ଦର ଯୋଉ ଭିତରେ ଅଛି, ସିଏ ଭଗବାନଙ୍କର, କୃଷ୍ଣଙ୍କର, ପରମାତ୍ମାଙ୍କର କଥା କୀର୍ତ୍ତନ ପ୍ରସାଦ ଭକ୍ତ ସଙ୍ଗ ନ ପାଇ ସେ ମରିକି ଅଛି, ତା ପାଇଁ କିଛି ନାହିଁ। କିନ୍ତୁ ପ୍ରଭୁପାଦ ଯେତେବେଳେ ଭକ୍ତିଟା ଶିଖେଇଲେ, ଏବେ ଆପଣ ଯିବେ ଯଦି ବୃନ୍ଦାବନରେ, ସେଠି ଲୋଇ ବଜାର ଅଛି। ଲୋଇ ବଜାରରେ ବହୁତ କ'ଣ ଭଗବାନଙ୍କର ଆଉ ଆତ୍ମାକୁ ରଞ୍ଜନ କରିବାର ବହୁତ ଜିନିଷ ଅଛି। ଚାମର ଅଛି, ମୟୂରପଙ୍କ ଅଛି, ଘଣ୍ଟି ଅଛି, କ'ଣ ଭଗବାନଙ୍କୁ ତୁଳା ଲାଗିବା ପାଇଁ ଭଗବାନଙ୍କ ବସ୍ତ୍ର ଅଛି, ଭଗବାନଙ୍କ ବିଗ୍ରହ ଅଛି, ଚନ୍ଦନ କାଠ ଅଛି, ଭଗବାନଙ୍କୁ ଅତର ଲଗାଇବା ପାଇଁ ଅଛି। ସେ ମାର୍କେଟଟା ଆପଣ ଦେଖିବେ ଭଗବାନଙ୍କୁ ଶୃଙ୍ଗାର କରିବା ପାଇଁ ଯେତେ ପୂଜା ସାମଗ୍ରୀ ଦୋକାନ ଅଛି, ସେଇଟା ଯେତେବେଳେ ଆସିକି ଆମେ ଘରେ ଭଗବାନଙ୍କୁ ସଜେଇବା, ଭଗବାନଙ୍କୁ ସେବା ପୂଜା କରିବା, ଏଇ ଇନ୍ଦ୍ରିୟ ସୁଖ ଏଇଟା ଶିଥିଳ ହବ। ତା ମାନେ ନୁହେଁ ଯେ ଆମେ ଖାଲି ସୁଖା ମୁଖା ଖାଉଛନ୍ତି ଭକ୍ତମାନେ, ନା ନାହିଁ। ଭଗବାନ ଯେମିତି ରାଜା, ରାଜା ପାଖରେ ଯଦି ତା ଚାକର ରହିବ, ରାଜା ଯେମିତି ଥାର୍ଡ ପାର୍ଟିରେ ରୁହନ୍ତି, ଚାକରମାନେ ବି ସେମିତି ଥାର୍ଡ ପାର୍ଟିରେ ରହିବେ। କିନ୍ତୁ ଏଇ ସଂସାରର ବିକର୍ମ ପାପ କାର୍ଯ୍ୟରେ ଆମେ ଲିପ୍ତ ହବା ନାହିଁ। ଯଦି ଭଗବାନଙ୍କ ନୀତି ନିୟମ ପାଳନ କରିବ, ଯଦି ଲିପ୍ତ ନ ହବା, ଶାରୀରିକ କ୍ଲେଶ କମିଲା, ଶାରୀରର ଯେକୌଣସି କ୍ଲେଶ ଦୁଃଖ ବା କଷ୍ଟ ଆସେ ତାକୁ ବ୍ୟାଧି କୁହାଯାଏ। ମନରେ ଯେକୌଣସି ଦୁଃଖ ବା କଷ୍ଟ ଆସେ, ଅନୁଭବ ଜଣ କରେ, ଜଣକୁ ଖରାପ ଲାଗିଲା, ସେ ମୋତେ ଗାଳି ଦେଲା, ବୋଉଟା ହେଇକି ମୋ ଉପରେ ଜବାବ ଦେଇଦେଲା, ସେଇଟାକୁ କ'ଣ ଆଧି କୁହାଯାଏ। ଯଦି ଭଗବାନଙ୍କ ସମ୍ବନ୍ଧରେ ଆମେ ରହିଲୁ, ଏଇ ଆଧି ବ୍ୟାଧି ନଷ୍ଟ ହେଇଯିବ, କମ୍ ହେଇଯିବ। ଭଗବାନ ରାମଚନ୍ଦ୍ରଙ୍କର ତ୍ରେତୟା ଯୁଗରେ ଯେତେବେଳେ ସେ ଶାସନ କରୁଥିଲେ, ଲୋକମାନଙ୍କର ଆଧି ନଥିଲା, ବ୍ୟାଧି ନଥିଲା, ଶାରୀରିକ ଯନ୍ତ୍ରଣା ନଥିଲା, ମାନସିକ କ୍ଲେଶ ନଥିଲା, ଲୋକମାନଙ୍କର ବାର୍ଦ୍ଧକ୍ୟ ବି ନଥିଲା। ଲୋକମାନେ ମୃତ୍ୟୁ ଯେତେବେଳେ ଚାହୁଁଥିଲେ, ତାଙ୍କୁ ସେତେବେଳେ ମୃତ୍ୟୁବରଣ କରୁଥିଲେ। ତେଣୁକରି ଆମର ରାଜନେତା ମାନେ ସବୁବେଳେ ଚାହାନ୍ତି ଯେ ଭାରତରେ ଯେମିତି ରାମ ରାଜ୍ୟ ସ୍ଥାପନ ହବ। ତେଣୁ ଏଠି କୁହାହଉଛି ଭଗବାନଙ୍କର ଏଇ ଯୋଉ କୈବଲ୍ୟ ନାଥାୟ, କୈବଲ୍ୟ ଶବ୍ଦ କେବଳରୁ ଆସିଛି। ଏ ଧାମରେ ବା ଏଇ ଯୋଉ ଆମର ଭୌତିକ ଜଗତରେ ଯେମିତି ବ୍ରହ୍ମ ଅଛି ବା ଜୀବାତ୍ମା ମାନେ ଅଛନ୍ତି, ଆଉ ଜଡ଼ ଜଗତର ବସ୍ତୁ ଅଛି, ଭୂମି, ଆପ, ଅନଳ, ବାୟୁ ଅନନ୍ତ ପରିମାଣରେ ଅଛି। ଯଦି ଖାଲି ପୃଥିବୀ ଦେଖିବ, କେତେ ବଡ଼ ପୃଥିବୀ ଅଛି, ଆଖିରେ ଦେଖାଯାଉନାହିଁ। ସମୁଦ୍ର କୂଳ ଯଦି ଦେଖିବି, ମାନେ ସମୁଦ୍ର ଆଖି ଆମ ପାଉନାହିଁ, ଦେଖାଯାଉଛି ସମୁଦ୍ର ଆକାଶ ସାଙ୍ଗେ ଲାଗିଯାଇଛି, ହଁ ନା ନାହିଁ। ତାହେଲେ କେତେ ଜଳରାଶି ଅଛି, କେତେ ପୃଥିବୀ ତତ୍ତ୍ୱ ଅଛି। ଆକାଶରେ ଯଦି ଦେଖିବି, ଆକାଶରେ ଯଦି ସବୁଠାରୁ ବଡ଼ ପକ୍ଷୀର ମୁଁ ନାଁ ଜାଣିଛି, ସିଏ ତାର ସକ୍ଷମ ଅନୁସାରେ ଆକାଶରେ ଉଡ଼ିବ, କିନ୍ତୁ ଆକାଶକୁ ଭେଦ କରିପାରିବ ନାହିଁ। ତାହେଲେ ଏଇ ପଞ୍ଚ ତତ୍ତ୍ୱ ଯୋଉ ଅଛି, ଭୂମି, ଆପ, ଅନଳ, ବାୟୁ, ଆଉ ହଜାର ହଜାର ବର୍ଷ ହେଲା ସୂର୍ଯ୍ୟ ତାଙ୍କର କ'ଣ ଅଗ୍ନି ଆଉ ତାପ ଦ୍ୱାରା ସମସ୍ତଙ୍କୁ କ'ଣ ଦଉଛନ୍ତି, ତାଙ୍କର ବି ସେଟା ସରୁ ନାହିଁ। ତାହେଲେ ଏଇ ପାଞ୍ଚଟା ତତ୍ତ୍ୱ ସଂସାରରେ ଭରିକି ଭଗବାନ ରଖିଛନ୍ତି। ସେଥିପାଇଁ ଏଠି କୁହାହଉଛି ଏଇ କୈବଲ୍ୟ ନାଥାୟ, ଭଗବାନ ତାଙ୍କର ଯୋଉ ଧାମ ଅଛି ସେଇଟା ହେଲା କୈବଲ୍ୟ। ସେଠି କେବଳ ଗୋଟେ ସତ୍ତାରେ ସବୁ ଯାକ ଜିନିଷ ତିଆରି। ଗୋଟେ ସତ୍ତା ମାନେ ଯେମିତି ଆମର ଦୀପାବଳି ସମୟରେ ଘରକୁ ସବୁ ଭାର ନେଇକି ଯାଆନ୍ତି, ହଁ ନା ନାଇଁ। ଯୋଉ ହାତୀ, ଘୋଡ଼ା ଚିନିରେ ତିଆରି। ଆମେ ଯେତେବେଳେ ଛୋଟ ଥିବୁ, ସେତେବେଳେ ଗୋଟେ ହାତୀରେ, ମୁଁ ହାତୀର ଶୁଣ୍ଡ ଦେଖି ଭାଙ୍ଗି ଖାଉଛି, ଶୁଣ୍ଡଟାକୁ ଭାଙ୍ଗିବ ଖାଇବ, ସେଇଟା ବି ମିଠା ଲାଗିବ। ତା ଗୋଡ଼ ଭାଙ୍ଗି ଖାଇଲେ ମିଠା ଲାଗିବ, କାରଣ ସମ୍ପୂର୍ଣ୍ଣ ସେ ହାତୀର ପ୍ରତିମାଟା ଚିନିରେ ତିଆରି। ସେଇ ପ୍ରକାର ଆଧ୍ୟାତ୍ମିକ ଜଗତ ବା ବୈକୁଣ୍ଠ ଜଗତ ବା ଏଇ ଯୋଉ କୈବଲ୍ୟ ଧାମ ଅଛି, ଭଗବାନ ତାର ହେଲା ମାଲିକ, ସେ ହେଲା ନାଥ। ସେଠି ପ୍ରତ୍ୟେକ ତତ୍ତ୍ୱ ହେଲା ଚିନ୍ମୟ, ଚେତନଶୀଳ। ଆମର ଯେମିତି ଏଠି ପ୍ରତ୍ୟେକ ଜିନିଷ ଚେତନ ନୁହଁ, ଏଠି ଏଇଟାକୁ ବାଡ଼େଇଲେ ଇଏ କହିବନି ଯେ ମୋତେ କାଟୁଛି ବୋଲି। କିନ୍ତୁ ସେଠି ଭୂମି ହେଇଗଲା, ଜଳ ହେଇଗଲା, ଯେତେ ସବୁ ବ୍ୟକ୍ତିତ୍ୱ ଅଛନ୍ତି, ଗାଈ ଅଛନ୍ତି, ଫୁଲ ଫଳ ସମସ୍ତେ ଚିନ୍ମୟ, ତାଙ୍କର ଚେତନା ଅଛି। ଉଦାହରଣ ସ୍ୱରୂପ ଯେତେବେଳେ ଦାମୋଦର ମାସରେ ଆମର ଦୀପଦାନ ହୁଏ, ସେ ସମୟରେ ଯେତେବେଳେ ଦେଖିଲେ ଯେ ଯଶୋଦା ମା କ'ଣ ଭଗବାନ କୃଷ୍ଣଙ୍କୁ ନିଜର କୋଳରେ ସ୍ତନପାନ କରାଉଛନ୍ତି, ସେଠି କ୍ଷୀର ଆଉଟା ହଉଛି, ଆଉ କ୍ଷୀର ବି ସେଇଟା ଯୋଉଟା କାମଧେନୁ ଗାଈର କ୍ଷୀର। ସିଏ ମାନେ ଚିନ୍ତା କରୁଛନ୍ତି ମହାପୁଅର ପ୍ରେମ ଏମିତି ନିବିଡ଼ ଯେ ତାଙ୍କ ପ୍ରେମରେ ସିଏ କ'ଣ, ସିଏ କ୍ଷୀର ପିଉଛନ୍ତି, ତାଙ୍କର କ୍ଷୀର ପିଅ ବି ସରିବ ନାହିଁ। ବର୍ତ୍ତମାନ ମୁଁ ଏଠି ନିଆଁରେ ପୋଡ଼ି ପୋଡ଼ିକି ମୁଁ ଇଚ୍ଛା କରୁଛି ମୁଁ ଭଗବାନଙ୍କ ସେବାରେ ଲାଗିବି, ମୋତେ ରାବୁଡ଼ି ବନେଇବେ ବା ମୋତେ କ'ଣ ଲହୁଣୀ ବାହାର କରିବେ, ଦହି କରିକି ତାକୁ ପିଏଇବେ, ଦେଖିଲେ ମୋ ସେବାରେ ତ ଲାଗିବେ ନାହିଁ। ସେ ଚିନ୍ତା କରୁଛନ୍ତି
ଭଗବାନଙ୍କର ଅନନ୍ତ କାଳ ପର୍ଯ୍ୟନ୍ତ ସେ କ୍ଷୀର ପିଇବେ, ମା ଅନନ୍ତ କାଳ ପର୍ଯ୍ୟନ୍ତ କ୍ଷୀର ପିଉଥିବେ, ତାହେଲେ ମୋର ଏଠି ନିଆଁରେ ବସିକି ମୋର ଜୀବନଟା ବ୍ୟର୍ଥ ହେଲା, ମୁଁ ସେବାରେ ଲାଗିପାରିବି ନାହିଁ, ମୁଁ ବର୍ତ୍ତମାନ ସୁଇସାଇଡ୍ କରିବି। ସିଏ ବର୍ତ୍ତମାନ ଉତୁରିକି ଆସିକି କ'ଣ ନିଆଁରେ ଜଳିବା ପାଇଁ, ଝାସ ଦେବା ପାଇଁ ଚେଷ୍ଟା କରୁଛନ୍ତି। ତାଙ୍କର ଚେତନା ଅଛି, ତାଙ୍କର ଏ ଭାବନା ଅଛି। ସେଠିକାର ଯେଉଁ କ୍ଷୀର ହେଇଯାଉ, ସେଠିକାର ଗଛ ହେଇଯାଉ, ଗାଈ ହେଇଯାଉ, ସମସ୍ତଙ୍କର ଚେତନା ଅଛି, ସେମାନେ ଜଳ ନୁହଁ। ତେଣୁକରି ଏଠି କୁହାହଉଛି ଯେ ଏଇ ଯେଉଁ କୈବଲ୍ୟ ନାଥାୟ, ଭଗବାନଙ୍କର ସେଠି କେବଳ ଗୋଟିଏ ସତ୍ତା, ଚିନ୍ମୟ ସତ୍ତାରେ ସଚିତ ଆନନ୍ଦରେ ଭଗବାନଙ୍କର ପ୍ରତ୍ୟେକ ସ୍ୱରୂପ, ଧାମ, ତାଙ୍କର ପାର୍ଷଦ, ସେଠି ଯେଉଁ ବାଛୁରୀ ଅଛନ୍ତି, ମୟୂର ଅଛନ୍ତି, ସମସ୍ତେ ଚେତନଶୀଳ। ପର୍ବତ ହେଇଗଲା, ଯମୁନା ନଦୀ ହେଇଗଲା, ସମସ୍ତଙ୍କର ଅନୁଭବ ଅଛି, ଚେତନା ଅଛି। ତେଣୁକରି ସିଏ ହେଉଛନ୍ତି କୈବଲ୍ୟନାଥ। ଆଉ ଗୋଟେ ଶବ୍ଦ ଏଠି କୁହାଯାଉଛି, ସେ କୈବଲ୍ୟନାଥଙ୍କୁ ମୁଁ ନମସ୍କାର କରୁଛି। ପୁରୀ ନିର୍ବାଣ ସୁଖ ସମ୍ବିଦେ, ଭଗବାନଙ୍କର ସୁଖଟା ହେଲା ନିର୍ବାଣ ସୁଖ। ଏଇଟା ଆପଣ କେମିତି ଜାଣିବେ? କେବେ କେବେ କହନ୍ତି ସଂସାରରେ ଯେ ଦୁଃଖ ନାହିଁ, ସୁଖର ଅନୁଭବ ହୁଅନ୍ତା ନାହିଁ, ଏମିତି ବି ଲୋକମାନେ କୁହନ୍ତି ନା। କିନ୍ତୁ ସମସ୍ତେ ଦୁଃଖ ଚାହାନ୍ତି କି? ଜଣେ ଦୋକାନ କରିଥିବ, ସେ କାହିଁବ କି ମୋର ଯଦି ଟିକେ ଲସ୍ ଆଗେ ହୁଅନ୍ତା, ତାପର ବର୍ଷ ଯଦି ଲାଭ ହୁଅନ୍ତା, ମୁଁ ଜାଣିପାରନ୍ତି ଯେ ଲାଭର ସୁଖଟା କେତେ। ନା, ସେ ଦୋକାନ କରିଛି, ଆଜି ବି ସେ ଲାଭ ଚାହିଁବ, କାଲି ବି ଚାହିଁବ, ଯେତେବେଳେ କେବେ ବି ତାର କ୍ଷତିରେ ନ ଚାଲିବ, ସେଇଟା ତାର ଚେଷ୍ଟା ରହିବ। ତେଣୁକରି ସମସ୍ତେ ଚାହାନ୍ତି ଚିରନ୍ତର ସୁଖ ପାଇଁ। ଆଉ ଭଗବାନଙ୍କର ଯେଉଁ ସ୍ୱରୂପଟା, ଏଇଟା ହେଲା ନିର୍ବାଣ ସୁଖ। ବାଣ ଶବ୍ଦର ଅର୍ଥ ହେଲା ଦୁଃଖ। ନିର୍ବାଣ ମାନେ ଯେଉଁଠି ନିର୍ଗତ ହେଇଯାଇଛି, ଦୁଃଖ ଯେଉଁଠି ନାହିଁ, ସେ ସୁଖ ହେଲା ଭଗବାନଙ୍କର ନିର୍ବାଣ ସୁଖ। କିନ୍ତୁ ଏବେକାର ଅନୁଭବ ସଂସାରରେ ସମସ୍ତଙ୍କର ଅଛି। ଜଣେ ଘର କରୁଛି, ଗୃହସ୍ଥ, ସିଏ ତାର ସ୍ତ୍ରୀ, ତାର ପିଲା ଛୁଆ, ତାର ବାପା ମା, ତାର ଚାକିରି, ସମ୍ବନ୍ଧୀ ମାନଙ୍କ ଠାରୁ ଏତେ ତା ସଂସାରଟା ବଢ଼େଇଛି, ତା ଦେହରୁ କିଛି ସୁଖ ମିଳୁଛି। ତେଣୁକରି ସେ କଷ୍ଟ କରିକି ସେ ସଂସାରଟା କରିଛି, ହଁ ନା ନାହିଁ? କିନ୍ତୁ ବେଳେ ବେଳେ ତାକୁ କଷ୍ଟ ବି ଲାଗେ, ଆରେ ମୁଁ ଏତେ ଖଟିବାକୁ ପଡ଼ୁଛି, ଅଳ୍ପ ସୁଖ ପାଇଁ ଏତେ ଖଟିବାକୁ ପଡ଼ୁଛି। ସେଇ ବ୍ୟକ୍ତିତ୍ୱମାନଙ୍କୁ ପୋଷିବା ପାଇଁ ତାଙ୍କ ସହିତ ଯେତେବେଳେ ସେ ଆସିକି ଚାକିରି କ୍ଷେତ୍ରରୁ ଆସିକି ଯେତେବେଳେ ଆଦାନ ପ୍ରଦାନ କରେ, ତାକୁ ଆନନ୍ଦ ଲାଗେ। କିନ୍ତୁ ସେଇ ବ୍ୟକ୍ତିତ୍ୱମାନେ ଯେତେବେଳେ ତା ସହିତ କିଛି ତିକ୍ତତା ବ୍ୟବହାର କରନ୍ତି, ପୁଅ ମୁହଁରେ କଥା ହେଇଯିବ, ସ୍ତ୍ରୀ କଥା ମାନିବ ନାହିଁ, ପୁଣି ସେ କହିବେ, ଯାହାଙ୍କ ପାଇଁ ମୁଁ ଏଠି ମରୁଛି, ଦେଖିଲା ବେଳକୁ ସେମାନେ ମୋତେ କେହି ଖାତିର କରୁନାହାନ୍ତି, ହଁ ନା ନାହିଁ? ତେଣୁକରି ଏଠି ଦ୍ୱନ୍ଦ୍ୱ ଜିନିଷ ରହିଛି, କିଛି ସମୟ ତାକୁ ସୁଖ ମିଳୁଛି, କିଛି ସମୟ ଦୁଃଖ ମିଳୁଛି। କିନ୍ତୁ ଭଗବାନଙ୍କ ସ୍ୱରୂପରେ ତାଙ୍କର ଯେଉଁ ସୁଖ, ଏଇଟା ହେଲା ସମସ୍ତ ଜଡ଼ ଜାଗତିକ କାର୍ଯ୍ୟକଳାପରୁ ସମ୍ପୂର୍ଣ୍ଣ ଉପରେ। ନିର୍ବାଣ ଶବ୍ଦ ମାନେ ସେ କେବେ ଦୁଃଖରେ ନାହାନ୍ତି, ଯାହାଫଳରେ କି ସେ ସୁଖ ହେଇଛନ୍ତି, ନା, ସେ ସମ୍ପୂର୍ଣ୍ଣ ରୂପରେ ସୁଖୀ। ଉଦାହରଣ ସ୍ୱରୂପ, କେବେ ବି ଭଗବାନ କୃଷ୍ଣଙ୍କର ଯେତେ ବି ଆପଣ ଫଟୋ ଦେଖିଛନ୍ତି, ପିକ୍ଚର ଦେଖିଛନ୍ତି, କେବେ ସେ ଦୁଃଖରେ ପୁରା ବିଚଳିତ ହେଇଯାଇଛନ୍ତି? ନା। ଯୁଦ୍ଧ କ୍ଷେତ୍ରରେ ବି ସେ ସାରଥୀ ରୂପରେ ଅଛନ୍ତି ଅର୍ଜୁନଙ୍କର ଟେନସନ ହେଇଯାଇଛି, ବୁଢା ଭୀଷ୍ମ ଆଜି ପ୍ରତିଜ୍ଞା କରିଛନ୍ତି, ଆଜି ପୁରା ବେକ କାଟିଦବ, ମୋତେ ମାରିଦବ। କିନ୍ତୁ ବର୍ତ୍ତମାନ ଭଗବାନ କୃଷ୍ଣ ସ୍ମିତ ହାସ୍ୟରେ ରଥ ଚାଳନ କରୁଛନ୍ତି। ସେଠି ଯୁଦ୍ଧ ହଉ, କାର ଏଇଟା ହଉ ସେଇଟା ହଉ, ସବୁବେଳେ ତାଙ୍କର ସ୍ମିତ ହାସ୍ୟ। କେବେ ବି ତାଙ୍କୁ ଆମେ ଦେଖିନୁ ଯେ ଭଗବାନ ବ୍ୟତିବ୍ୟସ୍ତ ହେଇଛନ୍ତି। ଲୀଳା ମାଧ୍ୟମରେ କେବେ କେବେ କ'ଣ କ୍ରନ୍ଦନ କରନ୍ତି, ବିଷାଦ କରନ୍ତି, କିନ୍ତୁ ସବୁବେଳେ ତାଙ୍କର ଯେଉଁ ସ୍ୱରୂପ, ଶାନ୍ତ ସ୍ୱରୂପ। ଶାନ୍ତ କୋଉମାନେ ହେଇପାରିବେ? ହଁ, ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଳ ଅଶାନ୍ତ। ଭୁକ୍ତି ମାନେ କିଏ କର୍ମ କରୁଛି, ସେ ତାର କର୍ମ ଫଳକୁ ଭୋଗ କରିବା ପାଇଁ ଚେଷ୍ଟା କରୁଛି, ସେ ସମୟରେ ଯଦି ସେଟା ନ ହେଇପାରୁଛି, ସେ ଅଶାନ୍ତିରେ ରହୁଛି। ମୁକ୍ତି ଯେଉଁମାନେ କହୁଛି, ହେ ସଂସାର ଏତେ ଅଛି, ମୁଁ କେମିତି ଏଠି ମୁକ୍ତି ହେଇଯାଆନ୍ତି। ଯେଉଁମାନେ ସିଦ୍ଧି ପ୍ରାପ୍ତରେ ଯାଆନ୍ତି, କିଛି ତପସ୍ୟା କରିବେ, ପାଣି ଉପରେ ଚାଲିବେ, କାହା ମନ କଥା କହିପାରିବେ, ଏଇ ଯେଉଁ ଅଷ୍ଟ ସିଦ୍ଧି ଅଛି ସେଇଟାକୁ ଚେଷ୍ଟା କରିବା ପାଇଁ ତପସ୍ୟା ମାଧ୍ୟମରେ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରନ୍ତି। ଏମାନଙ୍କର ସମସ୍ତଙ୍କର ଗୋଟେ ଗୋଟେ ଚେଷ୍ଟା ଅଛି କିଛି ପ୍ରାପ୍ତ କରିବା ପାଇଁ। କର୍ମୀମାନେ ଚେଷ୍ଟା କରନ୍ତି କିଛି ଭୋଗ କରିବା ପାଇଁ, ସେମାନଙ୍କୁ ଭୁକ୍ତିକାମୀ କୁହାଯାଏ। ସିଦ୍ଧି ମାନେ ଯେଉଁମାନେ ଯୋଗୀ ମାନେ, ସେମାନେ ତପସ୍ୟା କରିକି କିଛି ସିଦ୍ଧି ପ୍ରାପ୍ତ କରିକି ସଂସାରରେ ଲୋକମାନଙ୍କୁ କ'ଣ ଦେଖିବା ପାଇଁ ଚେଷ୍ଟା କରନ୍ତି, ମୁଁ ପାଣି ଉପରେ ଚାଲିପାରିବି, ହଁ ନା ନାହିଁ? ଯେମିତି ଆମର କେବେ କୁମ୍ଭମେଳା ଆସେ, ସେଠି ସବୁ ସିଦ୍ଧି ଦେଖାନ୍ତି, ହଁ ନା ନାହିଁ? ଗୋଟେ ଗୋଟେ ବାବାଙ୍କୁ 4 ଦିନ 5 ଦିନ ଗୋଟେ ବକ୍ସରେ ବନ୍ଦ କରିକି ଗଙ୍ଗା ଭିତରେ ପକେଇଦେବେ, ପୁଣି ଯେତେବେଳେ ଖୋଲିକି ଆସିବେ ସେ ଠିକ୍ ବଞ୍ଚିଥିବ। ଏଗୁରା ସବୁ ଚମତ୍କାର। ତେଣୁକରି ଏ ସିଦ୍ଧି ଯେଉଁମାନେ କାମନା କରନ୍ତି, ସେମାନେ ବି କିଛି ଆଶାରେ ତପସ୍ୟା କରନ୍ତି। କିନ୍ତୁ କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ। ଉଦାହରଣ ସ୍ୱରୂପ, କୌଣସି ଛୋଟ ପିଲା ତା ମା ସାଙ୍ଗରେ ଯେତେବେଳେ ଯାଉଛି, କୋଉଠିକି କୌଣସି ଟ୍ରେନରେ ଯାଉଛି ବା ଫ୍ଲାଇଟରେ ଯାଉଛି,
से ट्रेन रे किसी झगड़ा हो गला किए का चोरी कर नहीं गला कार मोबाइल नहीं गला माँ बापा समस्ते व्यक्तिव्यस्त थे छोट पिलार किसी टेंशन नथिबो आनंद सही कारण सी माँ बापा उपर संपूर्ण निर्भरशील तेणुक भगवान भक्त जी से निष्काम तार कौन संसार कामना नहीं कारण भक्त भक्ति सुखरे भक्ति रे एते आनंद प्राप्त करुच्ची भगवान को मिसिला परे दर्शन कला परे से भगवान को मागु नहीं किछि मते धाम को नहीं जा मते एठिक नहीं जा जिते भी भागवतर चरित्र स्तुति करुचंती भगवान को दर्शन परे केबे भी तांको कहते नहीं मते तुम संगे गरुड़ पछरे बसई कि तुम नहीं जाओ भारी बाइक रे जम नहीं जाओ ना भगवान को देखिकी भगवान को सांगे सांगे से कहती मते सब बेले आपनकर भक्त मान संगे रखंतु जा फल कि आपनकर ए भगवानकर कथा कीर्तन मुझे जमी बारंबार शुणी पारे ए कथा कीर्तन जोटी होचे सेटा भगवानकर भक्तिर अंग और ये भक्ति रे ही कौन भक्तिर सेवार ही भक्त संतुष्ट हुए तांको धाम को जीव सेठी एटा करिवो सेटा चाहे नहीं तेणुक एटी कहूँ भगवानकर एठी जो सुखर वर्णन कराउछि तांकर सुखटा हला निर्वाण सुख संविदे जी सेटा को अनुभव करती विद माने जानिबा विद्या बा वेद जोटी ज्ञानर ज्ञान माने अच्छी संविदा माने सी एटा को निजे अनुभव करते तांको सुख और भगवान जदि चाहिए दुख को अनुभव करने से कर भी पारे नहीं कारण तांको स्वरूप है सच्चिद आनंद जमती से मिठा चीनी रे तैयारी जो नाली नेली हाथी घोड़ा जो हुए संपूर्ण हाथी घोड़ार सुंड थी गोड़ थी नाक थी आखि थी किंतु संपूर्ण से चीनी रे तैयारी तुम जोटा भांगी खाइब तुमको मिठा लगे तेणु भगवानकर नखरु आरंभ कर शिख पर्यंत सबू जाक चिन्मय आनंद रे भरपूर और संपूर्ण रूपे सेटा चेतनशील और संपूर्ण रूपे सेटा ज्ञानमय भगवान शरीर से शरीर भी संपूर्ण सेटा आत्मा भी सेटा आम एमती कहीपर भगवान भितरे रक्त अच्छी आम जमी शरीर रे अन्य अन्य जिनस अच्छी जड़ बहुत अच्छी आउ कौन आमर ब्रह्म बा आत्मा भी अच्छी भगवान संपूर्ण शरीर चिन्मय शरीर तैयारी तेणुक कहूँ सुख संविदे ये पुणी कहुच्छी भगवान को यहाँ केमी तुमको अनुभव कर नैष्कर्मण्य नैष्कर्मण्य द्वारा भगवान को अनुभव हम नैष्कर्म शब्द शुणिले आमको लगुच किसी कर्म ही कर पड़े नहीं कर्म करिया पड़ो नहीं हाथ गोड़ बांधे खाली बस ना भगवान भक्तिटा है ये गोटे सेवा ये सेवाटा गेधा पेला सेवा नुह प्रीतिपूर्ण सेवा आरंभ रू जदि मोर किसी इच्छा न थाए मत किसी उपदेश दि जाए तुम भक्ति कर सेटा को विधि विधान भक्ति कह जाए ये विधि विधान भक्ति बा वैधि भक्ति जोटा कि वेद में वर्णित होछि आउ साधु माने बा गुरु मते कही पालन करने एटा करिबा कौन पाई प्रेम भक्ति प्राप्त करने पाई भगवान सेवा पूजा स्पंटानियस माने स्वाभाविक भाव में भगवान सेवा पूजा मुझे करी उदाहरण स्वरूप जिते गोटे झील प्रथम विवाह करा जाए तार जेजेमा तार भाउज कहे स्वामी की एमती तू परसिक दबु एमती गोड़ मोड़ी दबु एमती कथा शुणबु सी जिते सेवा कर वर्षे 2 वर्ष पर पुत्र कन्या संतान आसबे सेवा करवा केमी कर ट्रेनिंग दरकार नहीं से स्वाभाविक हो सी ऑफिस को जिबे व्यवसाय को जिबे कौन जलखिया पैकिंग कर देदेवे सी आसिले पुणी गरम गरम खाद्य देके बेंछणा करेंगे हाँ ना नहीं तेणुक यहीटा प्रथमे जड़े शिखेब जी अनुभव होता किए शिखेब भाउज शिखेब भाव बह कर माँ शिखेब तार जेजेमा शिखेबे से अनुभव जो शिखेला ये जिते सेवा करिकी सेवा सुख मिल जाइए प्लस ता सहित पुत्र कन्या संतान प्राप्त होती परिवार सेवा करी समस्त आपण नहीं ये सेवा करिया तार स्वाभाविक हो जाइए से प्रकार जिते कौन शिष्य बा प्रथम भक्ति शिष्य जाजन करे ताकू शिखा जाए तुम तिलक एमती कर कंठीमाला एमती कर प्रणाम एमती कर प्रणाम समय ये मंत्र तुम उच्चारण कर जप ये प्रकार करा पड़ो उपवास एमती करा पड़ो यहीटा जो शिखा प्रथम 2 मास 3 मास 4 मास आम जो कौन स्वाभाविक हो पुणी आम अन्य मानक शिखेबा से प्रकार ये कहुच्छी जे भगवानकर भगवानकर ये जो सुख है निर्वाण सुख संविदे भगवान केबे भी दुखी न था तेणुक मुझे नमस्कार कर शरण जाऊँगी तेणुक समस्ते आम चाहूँ जे जी गोटे खुशी मजाकर लोक होता व्यक्तित्व होता ता सागर मिसवा
କଥା ହେବା, ପ୍ରାର୍ଥନା କରିବା, ଆଦାନ ପ୍ରଦାନ କରିବା। ଆଉ ଭଗବାନ ଯଦି ସେ ଦୁଃଖରେ ଥାନ୍ତେ ତାଙ୍କ ପାଖକୁ କାହିଁକି ଏତେ ନମ୍ବର ଲଗାନ୍ତେ, ନାଇଁ ଲଗାନ୍ତେ ନା। ସବୁବେଳେ ଯିଏ ବି ଯାଏ ଭଗବାନ ପାଖକୁ ସମସ୍ତେ ଭଗବାନଙ୍କର ନିତ୍ୟ ଆନନ୍ଦରେ ରହିବା କାରଣରୁ ସେମାନେ ତାଙ୍କଠାରୁ ଆନନ୍ଦ ବା ସୁଖ ବା କିଛି ଯାଚନା କରନ୍ତି। ନମସ୍କାର ଲାଗୁଛି। ଏଠି କହୁଛନ୍ତି ଭଗବାନ ଯେତେବେଳେ ଏ ବୈକୁଣ୍ଠ ଜଗତ ବା ଭଗବାନଙ୍କର ଗୋଲକ ଧାମ ସେଇଟା ନିତ୍ୟ ବିରାଜମାନ। ସେଇଟା ଏମିତି ନାହିଁ ଯେ ଭଗବାନ କେବେ ତିଆରି ହେଲେ, ତାଙ୍କ ଗୋଲକ ବୃନ୍ଦାବନ କେବେ ତିଆରି ହେଲା, ଏଇ କେବେ ଶବ୍ଦ ଭଗବାନ ପାଖରେ ଲାଗିବ ନାହିଁ, କାରଣ ଏଇଟା ସମୟବାଚକ ଶବ୍ଦ। ନିତ୍ୟ ଶବ୍ଦଟା ଆମେ ଏ କାଳରେ ଅନୁଭବ କରିପାରିବୁ ନାହିଁ। କ'ଣ ପାଇଁ? କାରଣ ମୋର ଜନ୍ମ ଅଛି ନା, ତେଣୁ ମୁଁ ମୋ ମାପକାଠିରେ ଅନ୍ୟମାନଙ୍କୁ ମାପିବାକୁ ଚେଷ୍ଟା କରୁଛି। ମୁଁ ଯେମିତି ଜନ୍ମ ହେଇଛି ତାହେଲେ ଭଗବାନ ବି ଜନ୍ମ ହେଇଥିବେ ନା। ଯେତେବେଳେ ଭଗବାନ କୁହାଯାଉଛି ଅଜନ୍ମା। ଉଦାହରଣ ସ୍ୱରୂପ ଗୋଟେ ଟ୍ରେନରେ, ମାଲବାହୀ ଟ୍ରେନରେ 25ଟା ବଗି ଅଛି। ପଛ ବଗି କହିବ ମୁଁ ଗଡୁଛି, କ'ଣ ପାଇଁ? ଆଗ ବଗିଟା ମୁଁ ଟାଣୁଛି। ପୁଣି ସେ ବଗିଟା କହିବ ଆଗ ବଗିଟା ଟାଣୁଛି, ତେଣୁକରି ମୁଁ ଗଡୁଛି। ଏମିତି ଯଦି ଆଗକୁ ଯିବ, ଇଞ୍ଜିନ ପାଖରେ ପହଞ୍ଚିବ, ଇଞ୍ଜିନ କ'ଣ କହିବ? ମୁଁ ଚାଲୁଛି ବୋଲି ସବୁ ଚାଲୁଛି। ତାହେଲେ ଇଞ୍ଜିନ ଯଦି ଭଗବାନ ହେଲେ, ଏମାନେ ସମସ୍ତେ ତାଙ୍କର ଉପରେ ନିର୍ଭର କରୁଛନ୍ତି। ଇଞ୍ଜିନ କହିବ ନାହିଁ ଯେ ମୁଁ ଦେଖି ଟାଣୁଛି ବୋଲି। ସେଇ ପ୍ରକାର ଆମେ ଯଦି ଦେଖିବା, ମୋର ବାପା ଅଛନ୍ତି, ମୋ ଜେଜେ ବାପା ଅଛନ୍ତି, ମୁଁ ପୁଣି ଆସୁଛି। ମୋର ଯେମିତି ଆମର କୌଣସି ମନ୍ଦିରକୁ ଯେତେବେଳେ ଆପଣ ପୂଜା କରିବାକୁ ଯିବେ, ଇଏ କହିବେ କିଏ ଆପଣ ଗୋତ୍ର କ'ଣ? ଗୋତ୍ର କ'ଣ ଆପଣଙ୍କର? କିଏ କହିବ ଭରଦ୍ୱାଜ, କିଏ କହିବ ଆମର ଋଷିମାନଙ୍କର ନାଁ କହିବେ, ମାନେ ତାଙ୍କ ବଂଶରେ ଆମେ ଆସିଛୁ। କାରଣ ଭଗବାନଙ୍କର ଯେତେବେଳେ ସୃଷ୍ଟି ହେଇଛି, ବ୍ରହ୍ମା ତାଙ୍କର ମାନସ ପୁତ୍ର ଯେତେବେଳେ ସୃଷ୍ଟି କରୁছে, ସମସ୍ତେ ଋଷି ପ୍ରଜାପତି ମାନେ ତାଙ୍କର କ'ଣ ବଂଶ କ୍ରମରେ ଆମେ ଆସିଛୁ। ତେଣୁ କହୁଛୁ ଆମ ଗୋତ୍ର ହେଲା ଏଇଟା, ହଁ ନା ନାଇଁ? ସେଥିପାଇଁ ଏଠି କୁହାହଉଛି ଭଗବାନ ଯେତେବେଳେ ଆବିର୍ଭାବ ହୁଅନ୍ତି ଏଇ ବୈକୁଣ୍ଠ ଜଗତରେ ନିତ୍ୟ, ଏ ନିତ୍ୟ ଶବ୍ଦଟା ମୁଁ ଯେତେବେଳେ ନ ଜାଣିପାରିବି, ଭଗବାନଙ୍କର ଏଠି ଯେତେବେଳେ ଆବିର୍ଭାବ ହୁଏ, ମୁଁ ତାଙ୍କୁ କ'ଣ ସାଧାରଣ ମନୁଷ୍ୟ ରୂପେ ଭାବିନିଏ। ଅବଜାନନ୍ତି ମା ମୋଢା ମାନୁଷ୍ୟମ୍ ତନୁ ଆଶ୍ରିତମ୍। ଭଗବାନଙ୍କର ଯେତେବେଳେ ମନୁଷ୍ୟ ଲୀଳାରେ ଆସନ୍ତି, ସେତେବେଳେ ତାଙ୍କୁ ସାଧାରଣ ମନୁଷ୍ୟ ଯେତେବେଳେ ଭାବିଦିଏ, ସେଇଟା ମୋର ସବୁଠାରୁ ବଡ଼ ଅପରାଧ ଭଗବାନଙ୍କର ଚରଣ କମଳରେ। ତେଣୁକରି ସେଇଟା କେମିତି ନ ହବ, ସେଥିପାଇଁ ତତ୍ତ୍ୱତଃ ଭଗବାନଙ୍କର ଏଇ ଗୁଣ ଲୀଳା ସବୁ ମୁଁ କ'ଣ ଜାଣୁଛି, ଶୁଣୁଛି। କାହାଠାରୁ? ପ୍ରାମାଣିକ ସାଧୁଙ୍କ ଠାରୁ ବା ଶାସ୍ତ୍ରରୁ। ଯେତେବେଳେ ଏଠି ପ୍ରାମାଣିକ ସାଧୁ ଶାସ୍ତ୍ରଙ୍କ ଠାରୁ ଶୁଣୁଛି, ମୋର ଏ ଯେଉଁ ବିଶ୍ୱାସଟା ଏଇଟା ଦୃଢ଼ୀଭୂତ ହୁଏ। ତେଣୁକରି ଆମର ଯେଉଁ ବିଶ୍ୱାସ ବା ଶ୍ରଦ୍ଧା, ଏଇଟା ଅନ୍ୟ ଅନ୍ୟ ସମୟରେ ଅନ୍ୟ ଅନ୍ୟ ଉପରେ ଆଧାରିତ। ଗୋଟେ ଗୋଟେ ଶ୍ରଦ୍ଧା ଥାଏ ଲୌକିକ ଶ୍ରଦ୍ଧା, ହଁ ନା ନାଇଁ? ଆମେ ଯେଉଁ ଭଜନ ସାଧନ କରୁଛୁ ବା ଆପଣଙ୍କୁ ଯେଉଁ ଏଇ କଥା କୀର୍ତ୍ତନ ଶୁଣାଉଛୁ, ଆପଣଙ୍କ ଶ୍ରଦ୍ଧାଟା ଲୌକିକ ଶ୍ରଦ୍ଧା ନ ହେଇକି ଏଇଟା କେମିତି ଶାସ୍ତ୍ରୀୟ ଶ୍ରଦ୍ଧାରେ ଦୃଢ଼ୀଭୂତ ହବ। ଯେତେବେଳେ ଶାସ୍ତ୍ରୀୟ ଶ୍ରଦ୍ଧାରେ ଆମର ବିଶ୍ୱାସଟା ଦୃଢ଼ୀଭୂତ ହବ, ସଂସାର ଲୋକ ହଜାର ବାବାଙ୍କୁ ପୂଜା କରିବେ, କିନ୍ତୁ ତମେ ଜଗନ୍ନାଥଙ୍କୁ ଛାଡ଼ିବନି। ତମକୁ ପଇସା ଦିଆହବ ନାହିଁ, ତମକୁ ପୁଅକୁ ଚାକିରି ଦେଇଦେବି, ତୁ ବର୍ତ୍ତମାନ ଏଇ ତୁଳସୀ ଫୁଳସୀକି ସବୁ ତୁ ପକେଇଦେ, ତୁ ବର୍ତ୍ତମାନ ଖାଲି କ'ଣ ଏ ଧର୍ମ ନେଇଯା, ଏଇଟା କରିଯା, ନା ପରିବର୍ତ୍ତନ କରିଦେ, ଜମା ହବ ନାହିଁ। କାରଣ ସେ ଶ୍ରଦ୍ଧା ସେତେବେଳେ ଆମର ଶାସ୍ତ୍ରୀୟ ଶ୍ରଦ୍ଧା ଉପରେ ଆଧାରିତ। ତେଣୁକରି ଲୌକିକ ଶ୍ରଦ୍ଧା ଆଉ ଶାସ୍ତ୍ରୀୟ ଶ୍ରଦ୍ଧା ଆମର ଆସିବ ଯେତେବେଳେ ଆମେ ପ୍ରାମାଣିକ ଶାସ୍ତ୍ରରୁ ଶୁଦ୍ଧ ବୈଷ୍ଣବ ମାନଙ୍କଠାରୁ ଯେତେବେଳେ ଆମେ ଶ୍ରବଣ କରିବା। ଆଉ ଯଦି ବି ଆମକୁ କିଛି ଶଙ୍କା ଅଛି, ଡାଉଟ୍ ଅଛି ବା କ'ଣ ସନ୍ଦେହ ଅଛି, ସେଇଟା ଦୂରୀଭୂତ କରିବା ପାଇଁ ଆମର ପ୍ରଶ୍ନ ପଚାରିବେ। କାରଣ ପ୍ରତ୍ୟେକ ଶାସ୍ତ୍ରରେ ପ୍ରଶ୍ନ ଉତ୍ତର ଅଛି। ଏ ଭଗବତ ଗୀତା କେବଳ ପ୍ରଶ୍ନ ଉତ୍ତର ଯାଇଛି। ସେ କହୁଛି ମୁଁ ଯୁଦ୍ଧ କରିବି ନାହିଁ, ମୁଁ ବାବାଜୀ ହେଇକି ଯିବାରି ନାହିଁ, ତୁ ଯୁଦ୍ଧ କରିବାକୁ ପଡ଼ିବ। ସଂସାରରେ କ'ଣ ଉଦାହରଣ ସ୍ଥାପନ କରିବାକୁ ପଡ଼ିବ। ମୁଁ ଭଗବାନ ହେଇକି ମୋର କିଛି କର୍ମ କରିବାର ଅଛି, ମୁଁ କ'ଣ ଆସିକି ଏଠି କର୍ମ କରିକି ଉଦାହରଣ ସ୍ଥାପନ କରୁଛି। କାରଣ ଭଗବାନ ଗୃହସ୍ଥ ଜନ୍ମରେ, ଗୃହସ୍ଥ ଧର୍ମରେ କ'ଣ କରିବାକୁ ପଡ଼ିବ, ସେ ଉଦାହରଣ ସ୍ଥାପନ କରିଛନ୍ତି ଦ୍ୱାରିକାରେ। ନାରଦ ମୁନି ଥରେ ଯାଇଛନ୍ତି ଦ୍ୱାରିକାରେ, ଯେତେବେଳେ ଭଗବାନଙ୍କୁ ସାକ୍ଷାତ କରିବା ପାଇଁ, ଭଗବାନ କ'ଣ ନିଜେ ବିସ୍ତାର ହେଇଛନ୍ତି 16,108 ରୂପରେ। ପ୍ରତ୍ୟେକ ରାଣୀଙ୍କ ପାଖରେ ସେ କ'ଣ ଆଦାନ ପ୍ରଦାନ କରୁଛନ୍ତି। ସକାଳେ ଦେଖୁଛନ୍ତି ଭଗବାନ ଉଠୁଛନ୍ତି, ସ୍ନାନ କରୁଛନ୍ତି ଆଉ ଧ୍ୟାନ କରୁଛନ୍ତି। ତାପରେ ଆଉ ଗୋଟେ ମହଲକୁ ଗଲେ, ଭଗବାନ ବ୍ରାହ୍ମଣ ମାନଙ୍କୁ ଦାନ ଦଉଛନ୍ତି, ଗାଈମାନଙ୍କୁ କ'ଣ ଦୁବ ଘାସ ଦଉଛନ୍ତି ଆଉ ଯଜ୍ଞ କରୁଛନ୍ତି ସକାଳେ। ଆଉ ଯେମିତି ସବୁ ଯାଉଛନ୍ତି, ସେ ଦେଖୁଛନ୍ତି ଯେ ଭଗବାନ ସେଇଟା ସରିଲା ପରେ ବାପା ମା ଯେଉଁ ଅଛନ୍ତି ତାଙ୍କୁ ପ୍ରଣାମ କରୁଛନ୍ତି। ତାପରେ ସୁଧର୍ମା ସଭାକୁ ଯିବା ପାଇଁ କହୁଛନ୍ତି। ପୁଣି ଆଉ ଯେତେବେଳେ ଦେଖୁଛନ୍ତି, ସେ ଆସିକି ନିଜ କ'ଣ ସ୍ତ୍ରୀଙ୍କ ଗୋଟେ ମହଲରେ କ'ଣ ତାଙ୍କ ସାଙ୍ଗରେ ଏ ଯେଉଁ ପାଲି ଖେଳୁଛନ୍ତି। ତାହେଲେ ପ୍ରତ୍ୟେକ ସମୟରେ ସେ ନିଜ ଉଦାହରଣ ମାଧ୍ୟମରେ ଦେଖୁଛନ୍ତି, ଯଦି ମୁଁ ଯେତେବେଳେ ଗୃହସ୍ଥ ଧର୍ମରେ ଅଛି,
से समय कौन करिया पड़िबो निज माध्यमरे भगवान सेठी तृतीय अध्याय कहउछन मोर किछि संसार कार्य करिवार दरकार नै जणे कर्म कौन पई करे किछि फल आशारे सी तो संपूर्ण संसार तैयारी करछि तांकर कौन फल अछि कामना कौन अछि किंतु यद यद आचरति श्रेष्ठ तत् तद एव इतर जन गोटे उदाहरण स्थापन करिया पई श्रेष्ठ लोक और श्रेष्ठ व्यक्तित्व किछि कार्य करिक उदाहरण स्थापन करନ୍ତି तापर से कहउछन्ति जेमति मोर किछि करिवार नै सेही प्रकार मोर जो भक्त अछन्ति अकाम सेमानकर किछि इच्छा नै सेमाने भी उदाहरण स्थापन पई करନ୍ତି तेनु कर तोर युद्ध करिवाटा एटा उदाहरण स्थापन हबो तू जीति न जीति सेटार किछि जायस नै तेनु करी से कहउछन्ति जेमति विदेह जनक माँ सीतांकर जे बापा सी जीवन मुक्त सी गोटे कौन भगवान भक्त किंतु सी राज्य शासन कर उदाहरण स्थापन करने से कहुच्ची भगवान जो आविर्भाव होती अन्य अन्य गुण को अंगीकार करके आविर्भाव होती आउ एठी सेटा को स्मरण करके गजेंद्र बर्तमान प्रार्थना कर नम शांताय शांत शब्दर अर्थ है समस्त चिंता बा कौन सी जिनस प्राप्त करिवार इच्छा नहीं तेणुक स्वरूप संपूर्ण रूप से शांत गोटे जर्मन गोटे आसते विदेशी से भारत रे कारण भारत को प्रत्येक व्यक्ति ज्ञान पाई भक्ति पाई जोग साधन करने समस्ते आसते आम जो इतिहास पढ़ुचु भारत को बहुत लोग देश माने आक्रमण करचंती एबे हमर स्वाधीनता दिन पालन होची 1947 आम स्वाधीन हलु कौन पाई स्वाधीन हल किए गोटे शासन करता पराधीन होता किए ब्रिटिशर ता पूर्व मुगल ता पूर्व अन्य माने सब शासन करते भारतर गोटे तार जो भौगोलिक स्थिति यही प्रकार जे एटी प्रत्येक दिव्य नदी अच्छी पर्वत अच्छी देवता मानकर प्रत्येक आविर्भाव यही धामर हुए बार यही वर्ष हुए तेणुक यहीटा एत उन्नत एठिकार कौन खाद्य हो जाऊ माने प्रत्येक व्यक्ति व्यक्तित्व हो जाऊ यहाँ दिव्यतार भरिकी अच्छी तेणुक प्रत्येक लोक मैंने समस्ते ज्ञान आहरण करने एठिक आसती तेणुक ये जो आसती ये कहुच्ची हाँ से जो जर्मान से जो व्यक्तित्व आसते से सब मंदिर गले सबुआड़े देखिले गिर्जा हो गला मस्जिद हो गला सबू देखिकी से निर्णय पहुँचले जिते प्रकार अच्छी से शिव मंदिर जापर शिव फोटो देखी गणेश फोटो देखी से देखी ये समस्ते कि चतुर्बाहु अच्छी दुर्गांकर जो काली मंदिर आमर कोठी एठी कोलकाता रे ताकर एते भुज देखिकी विकटाल रूप देखि डर भी लगिवो हाँ ना नहीं तांको रूप घोर रूप तांकर शांत नुह छोट पिला गले तो परीक्षा करदेव एते भयानक रूप थाए तेणुक ये समस्त देखिले एमानकर हाथ में अस्त्र शस्त्र अच्छी मैंने भय अच्छी क्या युद्ध करने व्यग्र होती निज रक्षा करने चेष्टा कर सब रूप देखिकी ब्रह्मा विष्णु महेश्वर को भी फोटो देखी जो भगवान कृष्ण फोटो देखी से देखी पाखे किसी आयुध ना ये पूरा एकदम एंजॉयमेंट कर बंशी धारी सखी मैंने अच्छा राधाराणी अच्छा ये ही भगवान होते आ वास्तव में गोटे व्यक्तित्व जी वैदिक ज्ञान जना ना विदेश सी यार कनक्लूजन आसुच्च कृष्ण ही भगवान होते कारण सी अन्य मान को परास्त करने शंख चक्र गदा धरी ना जड़े जो मालिक होता सी कहीं तार सिक्यूरीटी गार्ड भाई गोटे बंधुक धर ना सी एंजॉयमेंट कर ना उपभोग कर से कहते नहीं कृष्ण ही भगवान होते आउ शास्त्र अनुसार कृष्णस्तु भगवान स्वयं भगवान कृष्ण हेले साक्षात भगवान अन्य जो भगवत अच्छी भगवत तत्व तांकर भगवत भगवान कृष्ण ऊपर निर्भर करे तेणु ये कहूँ नम शांताय केबे केबे भगवान शांतर स्वरूप रे आसंती भगवान को जन विष्णुकर वंदना अच्छी शांताकार भुजग शयन जड़े साप उपर शोब शांति शोई पार ना नहीं निद नथिले आम बेड शोइले आमको निद मेडिसिन खाइबा पड़ुची साप उपर शोइबो से शांति शोइबो तापर एठी कहउची केबे केबे से आसंती घोराय कौन से कार्य सिद्धि करने ये भौतिक जगत में घोर रूप से आसंती परशुराम रूप से आसंती 21 थर क्षत्रिय को विनाश करचंती नृसिंह रूप से आसंती प्रहलाद को रक्षा करके हिरण्यकश्यप को विनाश करचंती जदि प्रहलाद को शत्रुता करके सी जदि हिरण्यकश्यप न मारी थांते ये कलिजुग पर्यंत शासन था जो वरदान मिलता केवल भक्तों प्रति दोष कर विनाश होइछि आउ केबे केबे मूढ़ रूप से आसंती मूढ़ रूप माने कौन पशु शरीर रे बराह रूप से आसंती जमती कौन शुकर कौन नाकरे सुंगी सुंगी सब मैला खाती तेणुक
ଯେତେବେଳେ ପୃଥିବୀକୁ ହିରଣ୍ୟାକ୍ଷ ନେଇକି ରସାତଳରେ ଲୁଚେଇ ଦେଇଛନ୍ତି, ସେ ରସାତଳ ମାନେ ପଙ୍କ ନା, ମାଟି କୌଣସି ଜଳ ରାଶିର ତଳେ ଯଦି ଦେଖିବ ସେଠି ପଙ୍କ ଥାଏ। ସେଠି ଶୁଙ୍ଘି ଶୁଙ୍ଘିକି ଭଗବାନ ଗୋଟେ ଶୁକର ରୂପେ ଆସିକି ପୃଥିବୀକୁ ଯେମିତି ଉଠେଇଛନ୍ତି ନିଜର କ'ଣ ଦିଟା ଶୁଣ୍ଢରେ, ସେଠି ତାଙ୍କୁ କହୁଛି ମୂଢ଼ ଅବତାରରେ ଆସୁଛନ୍ତି। ଏଠି କ'ଣ କହୁଛି, ଗୁଣ ଧର୍ମିଣୀ। ଭଗବାନଙ୍କର ସ୍ୱରୂପ ହେଲା ସଚ୍ଚିଦାନନ୍ଦ, କିନ୍ତୁ ଯେତେବେଳେ ସେ ଶାନ୍ତ ରୂପରେ ଆସୁଛନ୍ତି, ଭଗବାନଙ୍କର ଶାନ୍ତ ସ୍ୱରୂପରେ ମନେକର ଭଗବାନ କୃଷ୍ଣଙ୍କର ହେଇଗଲା ହଳଧର ରୂପ ହେଇଗଲା, ଭଗବାନଙ୍କର ରାମଚନ୍ଦ୍ର ରୂପର ହେଇଗଲା, ଆଉ ଏ ମୂଢ଼ ଶରୀର ରୂପରେ ଯେତେବେଳେ ଆସୁଛନ୍ତି, ଏ ଘୋର ରୂପରେ ଯେତେବେଳେ ଆସୁଛନ୍ତି, କ'ଣ ନୃସିଂହ ଆଉ ପରଶୁରାମଙ୍କ ରୂପରେ ବା ପଶୁ ଶରୀର ଯେତେବେଳେ ଆସୁଛନ୍ତି, ତା ମାନେ ସେମାନେ ଭଗବାନ ସେ ଗୁଣରେ ଅଧୀନ ହଉନାହାନ୍ତି। ଭଗବାନ ତାମସିକ ଶରୀରରେ ପଶୁ ଶରୀରରେ ଆସୁଛନ୍ତି, ତେଣୁକରି ଭଗବାନଙ୍କୁ ଯେତେବେଳେ କ'ଣ ବରାହ ଦେବଙ୍କୁ ଯେତେବେଳେ ହାଲୁଆ ପୁରୀ ଭୋଗ ଦବ, ସେ ତାକୁ ଖାଇବେ ନାହିଁ ନା, ତାକୁ ଖାଇବେ। ସେ ତାଙ୍କ ଶରୀର ସେ ଅଙ୍ଗୀକାର କରିଛନ୍ତି। ତା ମାନେ ନୁହେଁ ଯେ, ଉଦାହରଣ ସ୍ୱରୂପ ପିଲାମାନଙ୍କୁ କ'ଣ ବଢ଼େଇବା ପାଇଁ ମା କ୍ରୋଧକୁ ଅଙ୍ଗୀକାର କରେ, ତାକୁ ବାଡ଼େଇକି ସାବାଟ କରିବା ପାଇଁ। ତା କ୍ରୋଧଟା ଶତ୍ରୁବଶତଃ ନୁହଁ, ବୁଝିପାରୁଛନ୍ତି? ମା ଯୋଉ କ୍ରୋଧକୁ ଅଙ୍ଗୀକାର କଲା, ତାକୁ ମୁଁ ସାବାଟ କରିବି, ତାକୁ ରାଗିକି ଆଖି ଦେଖେଇବ, ବାଡ଼େଇବ, ସିଏ ସେଟାକୁ ଗ୍ରହଣ କରିଛି। ସିଏ ତାମସିକ ଗୁଣରେ ମା ତ ଶତ୍ରୁ ଭଳିଆ ତାକୁ ବାଡ଼େଇ ନାହିଁ। ସେପରି ଭଗବାନ ଯେତେବେଳେ ଏ ପଶୁ ଶରୀର ବା ମନୁଷ୍ୟ ଲୀଳା ବା ଏ ଉଗ୍ର ରୂପ ଧାରଣ କରନ୍ତି, ସିଏ ତାମସିକ ଗୁଣ, ରଜସିକ ଗୁଣ, ସତ୍ୱ ଗୁଣ ଅଧୀନରେ ଆସନ୍ତି ନାହିଁ। ତାଙ୍କର ଗୋଟେ ନାଁ ହେଲା ମାୟାଧୀଶ ବା ଗୁଣାତୀତ, ଏ ଗୁଣର ଉପରେ। କିନ୍ତୁ ଏଇ ସଂସାରରେ କ'ଣ ଏଇ ଅବତାର ଯେତେବେଳେ ଗ୍ରହଣ କରନ୍ତି, ଏଇ ଗୁଣକୁ ଅଙ୍ଗୀକାର କରନ୍ତି, ତା ଦ୍ୱାରା ସିଏ ପ୍ରଭାବିତ ହୁଅନ୍ତି ନାହିଁ। ତେଣୁକରି ଏଠି କୁହାହଉଛି, ଆଉ କେବେ କେବେ କାରଣ ଭଗବାନଙ୍କର ଅନ୍ୟ ଅନ୍ୟ ସବୁ କ'ଣ ଭକ୍ତମାନେ ଅଛନ୍ତି। ଭଗବାନଙ୍କର ଯେମିତି ନିର୍ବିଶେଷ ବ୍ରହ୍ମକୁ ବି ଧ୍ୟାନ କରିକି ତାଙ୍କର ଭକ୍ତମାନେ ଅଛନ୍ତି, ଯେଉଁମାନେ ନିରାକାରବାଦୀ ବା ବ୍ରହ୍ମବାଦୀ। ତାହେଲେ ସେମାନଙ୍କ ପାଇଁ ଏଠି କୁହାଯାଉଛି ନିର୍ବିଶେଷାୟ ସାମ୍ୟାୟ ନମ ଜ୍ଞାନ ଘନାୟ ଚ। ଏ ନିର୍ବିଶେଷ ଶବ୍ଦରେ କୁହାଯାଉଛି ଭଗବାନଙ୍କର ଯୋଉ ଅସ୍ତିତ୍ୱ ଅଛି, ଏଇଟା ଜଡ଼ ନୁହଁ, ଏଇଟା ସମ୍ପୂର୍ଣ୍ଣ ରୂପରେ ଚିନ୍ମୟ। କିନ୍ତୁ ଏଇ ନିର୍ବିଶେଷ ଶବ୍ଦକୁ ମାୟାବାଦୀ ମାନେ, ନିରାକାରବାଦୀ ମାନେ, ସେମାନେ ଭାବନ୍ତି ଭଗବାନଙ୍କର କିଛି ବିଶେଷତା ନାହିଁ, ହଁ ନା ନାଇଁ, ତାଙ୍କର କିଛି ଶକ୍ତି ନାହିଁ, ସେ ଗୋଟେ ଶୂନ୍ୟ, ସେ ଗୋଟେ କ'ଣ ଶୂନ୍ୟ ବୋଲି ସେ ଗ୍ରହଣ କରନ୍ତି। କିନ୍ତୁ ସାଙ୍ଗେ ସାଙ୍ଗେ କୁହାଯାଉଛି, ଯଦି ସେ ଶୂନ୍ୟ ହୁଅନ୍ତେ, ତାଙ୍କ ବିଷୟରେ ଜ୍ଞାନ ତ ଏତେ ପରିମାଣ ନୁହନ୍ତା ନାହିଁ। ତେଣୁକରି କୁହାଯାଉଛି ନିର୍ବିଶେଷାୟ ଜ୍ଞାନ ଘନାୟ। ତାଙ୍କର ବିଷୟରେ ପ୍ରଚୁର ଜ୍ଞାନ ଅଛି, ଆଉ ତାଙ୍କର ଜ୍ଞାନ ଏତେ ଯେ 45 ମିନିଟରେ ଅର୍ଜୁନ ପୁରା ପୌରୁଷ ବା ଗୋଟେ ଏତେ ବଡ଼ ଯୋଦ୍ଧା ହେଇକି, କ୍ଷତ୍ରିୟର ହେଇକି ସେ କ୍ରନ୍ଦନ କରିଦଉଛି। ଗୋଟେ ପୁରୁଷ କାନ୍ଦିବା ମାନେ ତାର ଶକ୍ତି ସବୁ ହ୍ରାସ ହେଇଯାଏ। ତେଣୁକରି ଗୋଟେ ପୁରୁଷ ଯେତେବେଳେ କ୍ରନ୍ଦନ କରାଯାଏ, ତାର ପୌରୁଷତ୍ୱ ନାଶ ହୋଇଯାଏ, ସେ କାର୍ଯ୍ୟ କରିବାର କ୍ଷମତା ଥିବ, ସେଇଟାକୁ ଡିପ୍ରେସନ୍ କୁହାଯାଏ। କାହିଁ ତୁ ଡିପ୍ରେସନ୍ ହେଇଯାଉଛୁ? ପରୀକ୍ଷା ଦେ, ଯଦି ପାସ୍ ନ ହବୁ, ଫେଲ୍ ନ ହବୁ, ସେଇଟା ଆମ ଦାୟିତ୍ୱ, ତୁ କାହିଁ ଡରୁଛୁ? ବହୁତ ପିଲା ପାଠ ପଢ଼ିଥିବେ, ଭଲ ମାର୍କ ରଖୁଥିବେ, ପରୀକ୍ଷାକୁ ଗଲା ବେଳକୁ ଡର ଲାଗିବ, କାଳେ ମୁଁ ଫେଲ୍ ହେଇଯିବି, ମୁଁ ସବୁ ଭୁଲି ଯାଉଛି, ମୁଁ ପଢ଼ିଛି ଯେ ଆସିବ କି ନାହିଁ। କିନ୍ତୁ ଯେତେବେଳେ ପୁଣି ପ୍ରଶ୍ନପତ୍ର ଦେଖିବେ, ତାଙ୍କୁ ସବୁ ଯାକ ଆସିଯାଉଥିବ। ତେଣୁକରି ଏଠି କୁହାଯାଉଛି, ଅର୍ଜୁନ ଯେତେବେଳେ ଗାଣ୍ଡିବକୁ କ'ଣ ପରିତ୍ୟାଗ କରିକି କ୍ରନ୍ଦନ କରି ବସିଛନ୍ତି, ଏଠି କୁହାଯାଉଛି ଭଗବାନଙ୍କୁ ସମ୍ବୋଧନ କରୁଛନ୍ତି, ଭଗବାନ ହେଲା ଜ୍ଞାନ ଘନାୟ। ଘନ ଶବ୍ଦ ମାନେ କଠିନତ୍ୱ, ହଁ ନା ନାଇଁ? ଯେମିତି କୌଣସି ଏଇଟା ପେଟ୍ରୋଲ ଯେତେବେଳେ ଦିଆଯାଏ କୌଣସି ପେଟ୍ରୋଲ ପମ୍ପରେ, ତା ଦେହରେ ଯଦି କିଛି କିରାସିନ ମିଶିଥିବ, ତାର ଘନତ୍ୱ କମ୍ ହେଇଯାଏ, କେତେ କେତେ ମୋଟା ରହୁଛି। ତେଣୁ ଏଇ ଜ୍ଞାନ ଘନ ମାନେ ଜ୍ଞାନରେ ସେ ପରିପୂର୍ଣ୍ଣ। ତାଙ୍କ ଜ୍ଞାନ ଏମିତି ନାହିଁ ଯେ ଆଜି ତାକୁ ଦେଇଦେଲେ ବୋଲି ସେ ଜ୍ଞାନରେ ସରିଗଲା। ଏବେ ବି ଆମେ ଦେଖିଛୁ, କୌଣସି ପ୍ରଫେସର ଯେତେବେଳେ ପାଠ ପଢ଼ାଏ, ତା ମାନେ ନୁହେଁ ଯେ ତାକୁ ଜଣକୁ ପାଠ ପଢ଼େଇ ଦେଲେ ସେ ତାର ଜ୍ଞାନଟା ସରିଗଲା, ନା, ହଜାର ହଜାର ଲୋକଙ୍କୁ ଜ୍ଞାନ ଦେଉଛି, ତଥାପି ତାର ସରୁ ନାହିଁ, ସେଇଟା ବଢ଼ିବ ପଛେ ସରିବ ନାହିଁ। ତେଣୁକରି ଏଠି କୁହାଯାଉଛି ଭଗବାନଙ୍କର ଗୋଟେ ଗୁଣ ହେଲା ସେ ଜ୍ଞାନ ଘନାୟ ଆଉ ସାମ୍ୟାୟ। ଏଠି କୁହାଯାଉଛି ଯେ ଏ ସାମ୍ୟ ଶବ୍ଦ, ସାମ୍ୟ ମାନେ ସମାନତା। ଯେତେବେଳେ ଏ ସଂସାରଟା ଭଗବାନ ତିଆରି ପୂର୍ବରୁ, ଏଇଟା ବର୍ତ୍ତମାନ ପ୍ରଳୟ ହେଇଥିଲା, ପ୍ରଳୟ ପରେ ସୃଷ୍ଟି ହବ। এই যে সৃষ্টি হওয়া পূর্বর অবস্থাটাକୁ এটাକୁ କୁହାଯାଏ ମହତ ତତ୍ତ୍ୱ। ମାନେ ଯେତେ ପ୍ରକାର ତତ୍ତ୍ୱ ଅଛି, ସେଇଟା ଗୋଟେ ଜାଗାରେ ଅଛି। କ'ଣ କ'ଣ ତତ୍ତ୍ୱ? 26ଟା ତତ୍ତ୍ୱ ଅଛି,
पंच इंद्रिय अच्छी पंच ज्ञान इंद्रिय अच्छी आखिरे जमी आम देखिपर कान शुणिपर नाक शुंघिपर जिह्वार स्वाद कर त्वक आम अनुभव कर शीत गरम सब अनुभव कर पुणी पांचटा कर्म इंद्रिय अच्छी 5 5 10 पांचटा ज्ञान इंद्रिय पांचटा तन्मात्रा अच्छी आखिर तन्मात्रा कौन रूप देखिपर कानर तन्मात्रा शुणिपर रूप रस गंध स्पर्श स्वाद केतटा है 15 5 ज्ञान 5 कर्म 5 तन्मात्रा 15 पंच महाभूत भूमि आप अनल वायु खम स्थूल सूक्ष्म पर्यंत 20 आउ 3टा सूक्ष्म अच्छी मन बुद्धि अहंकार जड़े जो जन को किसी गाड़ी देला तो खराब लगुच प्रशंसा कला तो भल लगुच यहाँ अनुभव हो मन में तेणुक हूँ मन बुद्धि अहंकार आ गोटे चेतना चित ता सहित ये सब जाक जड़ आत्मा भी अच्छी ये सब जाक गोटे जगह ठूल होगी अच्छे से कहुए महतत्व है ना नहीं जो पर्यंत से महत तत्वटा क्षोभित न होती से पर्यंत किसी कार्य सृष्टि हम ना क्षोभित केतବେଳେ हम भगवान जो दृष्टिपात करेंगे भगवान जो गर्भदक्षायी विष्णु दृष्टिपात कले एबे सृष्टि हो तांको आखिरे जितेबाला इक्षत हुए से आखिरे जिते सब जीवराशि अच्छे से महतत्व प्रवेश करे तापर सेटा कार्यकारी हम सृष्टि हम काल शक्ति द्वारा जितेबाला जीवराशि को निक्षेप करा जाए से महतत्व जीवराशि सृष्टि होती पूर्व कर्म जो जीव जो इच्छा थी हाँ ना नहीं अरे बुधवार रे मोटिके कौन मटन चिकेन खाई भल होता से चिंता कर शरीर छाड़देव ताले भगवान ताको कहे ठीक अच्छे तोर इच्छा अच्छी तोते गोटे मांसाशी शरीर दे बाघ हो जाऊ भालू हो जाऊ से शरीर पुड़ेब तेणुक कहे भगवान हेले साम्याय जितेबाला ये सृष्टिटा हो न थाए प्रलय हो जाए सृष्टि है नहीं ये सबू तत्व जिते गोटे जगार था साम्य साम्य कहूँ जड़ गुण जो स्तब्ध होता है जड़ गुण क्षोभित हो न थाए बा कार्यकारी हो न थाए क्षोभित हवा माने कार्यकारी करवा जड़े माँ जो रोषे घर को जीव डाली अच्छी चाउल अच्छी अटा अच्छी सब अच्छी ए काली पर्वपर्वाणी अच्छी तापर सी कार्यकारी करके पिठा पणा सब कर दौर ता पूर्वर जो जिनस जो जगार अच्छी से स्तरटा है साम्य स्तर बुझे ना तेणुक ये कहूँ भगवान हेले शांताय भगवान केबे केबे घोर रूप अंगीकार करती जमती नृसिंह हो गले आमर ये हो गले परशुराम हो गले मूढ़ रूप भी केतबेले अंगीकार करती तामसिक गुण रे जमती बराह रूप हो गले आउ पुणी कहती भगवान निर्विशेष रूप से ब्रह्मज्योति रूप से ब्रह्म उपासक मैंने भी प्रार्थना करती आउ ज्ञान घनाय पुणी ये कहते 13 नंबर श्लोक रे भगवान पुणी कहते ए आमर गजेन्द्र प्रार्थना पुणी कर भगवान को गुणगान कर क्षेत्रज्ञाय नमस्तुभ्यं सर्वाध्यक्षाय साक्षिणे पुरुषाय आत्ममूलाय मूल प्रकृतये नमः भगवान कर आउ गोटे कहते से क्षेत्रज्ञ क्षेत्रज्ञाय 13 नंबर अध्याय भगवत गीतार है 13 नंबर अध्याय ना कौन क्षेत्र क्षेत्रज्ञ जोग सेठी भगवान कहते जे क्षेत्र माने बा खेत खेत माने बिल जमती अच्छा मनकर यहाँ धान बिल में कौन मूला मिल कि धान मिल से प्रकार भगवान कहते क्षेत्रज्ञ माने यही शरीर रे जेकोसी कार्य हो जार जी से ज्ञान ग्रहण करें जानीपे सी है क्षेत्रज्ञ माने ए शरीर आत्मा है ए शरीर क्षेत्रज्ञ पचर मोर पिंपुड़ी कामुला मो आखिर देखी पार नहीं कि जो कामुड़ी सांगे सांगे चटुणी हो जाए ए शरीर में जेकोसी कार्यकारी होची मो आत्मा ताको विदित जानूची किंतु भगवान कहते सर्वक्षेत्रेषु भारत ये कहूँ क्षेत्रज्ञ चापे माँ वेदी सर्वक्षेत्रेषु भारत तमें तम शरीर मालिक किंचित उपाय तुम जापर शरीर कौन कौन हो पारे तुम जापर किंतु सबू शरीर मालिक है मो तेणुक भगवान को परमात्मा कह जाए गुरु मान चैत्य गुरु कह जाए केबे केबे आम मन में जहाँ प्रश्न थी कि डाउट थी ए प्रवचन मध्यम जो गुरु मैंने कहती से कहे ये कहीं मो कथा केमी जानीदेला मो प्रश्न तो यहाँ यहाँ केमी उत्तर आसीगला एमती अनुभव अच्छी ना के प्रवचन मानक आप प्रवचन जाइए बहुत डाउट थी यहाँ पचारि महाराज को यहाँ करी तादेह क्लीयर हो जाए कारण ये प्रवचन मध्यम आपणकर हृदय जो सब परमात्मा अच्छा सी जानते ये जीवात्मा कल्याण केमी हम से
90 କେଜିର ଶରୀରଟାକୁ ଅନୁଗୁଳରୁ ଆଣିକି ଏଠି ଆଣିକି ବସେଇଦେଲେ ବା ତାକୁ ଜଳେଶ୍ୱରରୁ ଆଣି ବସେଇଦେଲେ। କାରଣ ସେମାନେ ଚାହୁଁଛନ୍ତି ଇଏ କେମିତି ଆକୁ ବାଡ଼େଇ ବାଡ଼େଇ ତାକୁ ବାପାରେ ଧନରେ କରିକି ଭୋଜନ ସାଧନ କରିକି କେମିତି ମୋ ପାଖକୁ ଆସିବ। ତେଣୁକରି ସିଏ ଯୋଜନା କରୁଛନ୍ତି। ଏଇ ଯୋଜନା ଉପରେ ନିର୍ଭର କରେ ମୋର ଇଚ୍ଛା ଉପରେ। ମୋର ଯେମିତି ଇଚ୍ଛା ହବ, ମୁଁ ଯଦି ସଂକଳ୍ପ କରିବି ମୁଁ କେମିତି ସାଧୁଙ୍କ ସଙ୍ଗ କରିବି, କ'ଣ ଏଇ ଜିନିଷ କରିବି, ସେଇ ଅନୁସାରେ ଭଗବାନ ମାହୋଲ ତିଆରି କରିବେ। ତେଣୁକରି ଏଠି କୁହାହଉଛି ଯେ ଭଗବାନ ହେଲେ କ୍ଷେତ୍ରଜ୍ଞାୟ। ତାଙ୍କୁ ମୁଁ ନମସ୍କାର କରୁଛି, ଯେହେତୁ ସେ କ୍ଷେତ୍ରଜ୍ଞ, ସେ ଜାଣିଛନ୍ତି ମୁଁ କୋଉ ଅବସ୍ଥାରେ ଅଛି। କାରଣ ମୁଁ ବର୍ତ୍ତମାନ ସଙ୍କଟରେ ଅଛି। ଭଗବାନଙ୍କୁ ଭକ୍ତି କରିବା ପାଇଁ ମୋର ଶରୀର ବି ଉପଯୁକ୍ତ ନୁହଁ। ମନୁଷ୍ୟ ଶରୀରରେ, ଦେବତା ଶରୀରରେ ଭଗବାନଙ୍କୁ କ'ଣ ଯୋଉ 4 ଲକ୍ଷ ଯୋଉ ମନୁଷ୍ୟ ଜନି ଅଛି, ସେଇ ଜନିରେ ଭଗବାନଙ୍କୁ ସେବା ପୂଜା କଲେ ସେବା ସୁଖ ମିଳିପାରିବ। ବର୍ତ୍ତମାନ ମୋ ଶରୀର ତ ପଶୁ ଶରୀର, ମୁଁ କୋଉଠି ଯାଇକି କ୍ଲାସରେ ବସିବି? ଯଦି ହାତୀ ଏଠି ବସିଯିବ ଏଠି ଲୋକମାନେ କୋଉଠି ଶୁଣିବେ? ଶ୍ରବଣ କୀର୍ତ୍ତନ ଆଉ ସ୍ମରଣ ସେ ଶରୀର ଉପଯୋଗୀ ଶରୀର ନୁହେଁ। ଭକ୍ତି କରିପାରିବେ କିନ୍ତୁ ସେଟା ଉପଯୋଗୀ ଶରୀର ନୁହଁ। ତେଣୁ କରୁଛନ୍ତି ମୋର କଷ୍ଟଟା ତମେ ଜାଣିଛ ନା। ଭକ୍ତିର ସଂଜ୍ଞା ହେଲା ଅନ୍ୟାଭିଳାଷିତା ଶୂନ୍ୟମ୍ ଜ୍ଞାନ କର୍ମ ଅନାବୃତମ୍। ଜ୍ଞାନ କର୍ମ ଦ୍ୱାରା ମୋର ଭକ୍ତି ଆବୃତ ହବ ନାହିଁ। ମୋର କିଛି ଇଚ୍ଛା ନଥାଏ କି ଭଗବାନଙ୍କୁ ସେବା କରିବି, ସେଇଟା ହେଲା ଭକ୍ତି। ସେମିତି ଯଦି ସେବା କରିବି ମୋତେ ଚିରନ୍ତନ ଆନନ୍ଦ ସୁଖରେ ମୁଁ ରହିବି। ୟେନ ଆତ୍ମା ସୁପ୍ରସିଦ୍ଧତି। ତେଣୁକରି ତା ପାଇଁ କଣ୍ଡିସନ ଲେଖା ହେଉଛି କେମିତି ଭକ୍ତି କରିବି? ଅହେତୁକି ଅପ୍ରତିହତା। ସିଜନାଲ ଭକ୍ତି ନାହିଁ। ଦୁଃଖ କଷ୍ଟରେ ଅଛି, ଯଦି ଏ କଷ୍ଟରୁ ମୋର ହେଇଗଲା ମୁଁ ତମକୁ 5 କେଜି ଲଡୁ ଚଢେଇବି, ଏଇଟା କରିବି। କିଛି କାରଣବଶତଃ ଭକ୍ତି ହବା ଦରକାର ନାହିଁ। ଭକ୍ତିଟା କେମିତି ହବା ଦରକାର? ଅହେତୁକି ହବା ଦରକାର। ଆଜି ଏଇଟା ହେଲା, ସେଇଟା ହେଲା, ସେଇଟା ହେଲା, ସେଥିପାଇଁ ଭକ୍ତି କରୁଛି ନାହିଁ। ଅପ୍ରତିହତା ନାଇଁ, ଖାଲି ସୋମବାର ଦିନ ତମ ପାଖକୁ ଯିବି, ନାଇଁ ମଙ୍ଗଳବାର ଦିନ ମା ପାଖକୁ ଯିବି, ଗୁରୁବାର ଦିନ ଲକ୍ଷ୍ମୀ ପାଖକୁ ଯିବି, ସେମିତି ନାହିଁ। ଅପ୍ରତିହତା ନିରନ୍ତର ଭକ୍ତି ହବା ଦରକାର। ଆଉ ସେଇଟା ହେଲେ ଆମର ଭକ୍ତିରେ ମୋ ଆତ୍ମା ବା ଭଗବାନଙ୍କର ମୁଁ ଯେହେତୁ ଦାସ, ମୁଁ ସବୁବେଳେ ସୁପ୍ରସିଦ୍ଧ ଥିବା ପ୍ରଫୁଲ୍ଲିତ ରହିବି। ତେଣୁକରି କୁହାହଉଛି କ୍ଷେତ୍ରଜ୍ଞାୟ ନମସ୍ତୁଭ୍ୟମ୍। ଯେହେତୁ ତମେ ସବୁ କ୍ଷେତ୍ର ବା ସବୁ ଜୀବରାଶିଙ୍କର ମନ କଥା ଜାଣିପାର, ଗୋଟେ ପିମ୍ପୁଡ଼ିର କ'ଣ କୋଉଠି ଖାଇବାକୁ ପାଇବ? ଗୋଟେ ହାତୀ ଟନ ଟନ ଖାଇବାକୁ ପାଉଛି, ତାର ବ୍ୟବସ୍ଥା କରିପାରୁଛ। ବର୍ତ୍ତମାନ ମୁଁ କଷ୍ଟରେ ପଡ଼ିଛି, ମୋର ପିଲା ଛୁଆ ସାଇଡରେ ସମସ୍ତେ ଅଛନ୍ତି ପୁଷ୍କରଣୀରେ, ସେମାନେ ମୋତେ ସାହାଯ୍ୟ କରିପାରୁନାହାନ୍ତି। ମୁଁ ଗଜରାଜ, ମୁଁ ଯେତେବେଳେ ଚାଲିକି ଯାଏ ସିଂହ ବାଘ ସେମାନେ ବି କ'ଣ ଦୌଡ଼ିକି ଯାଆନ୍ତି ଭାରି। ଏତେ ମୋର ବଳ, କିନ୍ତୁ ଏଇ ଛାର କିମ୍ଭୀରଟା ମୋତେ ଖାଲି କାମୁଡ଼ି ଦେଇଛି। 1000 ବର୍ଷ ହେଲାଣି ମୁଁ ଯୁଦ୍ଧ କରୁଛି, ତଥାପି ମୋର ମାନସିକ ବଳ, ଶାରୀରିକ ବଳ, ଓଜ ତେଜ ସବୁ ଗଲାଣି, ମୁଁ ପରାସ୍ତ ହେଇଗଲିଣି। ଯେତେବେଳେ ସବୁ ପରାସ୍ତ ହେଲା ପରେ ହାତ ଯେତେବେଳେ ଟେକିବି, ସେତେବେଳେ ଭଗବାନ ଦି ହାତରେ ଆସି ମୋତେ ଉଦ୍ଧାର କରିବେ। ତେଣୁକରି ସେଇ ଭାବରେ ସେ କହୁଛନ୍ତି ତମେ କ୍ଷେତ୍ରଜ୍ଞ। ପୁଣି ସର୍ବାଧ୍ୟକ୍ଷାୟ ସାକ୍ଷିଣେ। ଅଧ୍ୟକ୍ଷ ଶବ୍ଦର ଅର୍ଥ ହେଲା ଅଧିଇକ୍ଷ। ଇକ୍ଷ ମାନେ ଆଖିରେ ଯେତେବେଳେ ଜଣେ ଦେଖୁଛି ଇକ୍ଷତେ କୁହାଯାଏ। ଭଗବାନ ଯେତେବେଳେ ସୃଷ୍ଟି କରନ୍ତି, ସିଏ ପୁରୁଷ ସ୍ତ୍ରୀ ଯେମିତି ଆସିକି ରଜବୀର୍ଯ୍ୟରେ ପୁତ୍ର କନ୍ୟା ସନ୍ତାନ ସୃଷ୍ଟି କରନ୍ତି, ସେମିତି ନାହିଁ। ଭଗବାନ 84 ଲକ୍ଷ ଯୋନିର ହେଲା ପିତା। ସେ ଖାଲି ଇକ୍ଷତ କରିବେ, ଆଖିରେ ଖାଲି ଦେଖିଦେବେ ପ୍ରକୃତିରେ ଯେତେ ସବୁ 25 ତତ୍ତ୍ୱ ଅଛି ସେମାନେ କ୍ଷୋଭିତ ହେବେ। କ୍ଷୋଭିତ ହେଇକି ସେ ନିଜ ନିଜ ପାର୍ଟ ସବୁ କରିବେ। କେବେ କେବେ ଯେତେବେଳେ ଡାଇରେକ୍ଟର କୌଣସି ଫିଲ୍ମର ଥାଏ, ସିଏ ବା କୌଣସି ମ୍ୟୁଜିକ୍ ଆପଣ ଦେଖିଦେବେ, ସେ ଜଣେ ଏମିତି ଖାଲି ହାତ କରୁଥିବ, ସମସ୍ତେ ଏକା ସ୍ୱରରେ ସବୁ ଗାଉଥିବେ ବା ବଜାଉଥିବେ। ଏଇ ଜିନିଷଟା ଭଗବାନଙ୍କର ଇକ୍ଷଣରେ ହଉଛି। କେବେ କେବେ ଆମ ଘରେ ବି ଏଇ ଇକ୍ଷଣ ଜିନିଷଟା ବା ଇଙ୍ଗିତ ସେବା ବି ଆମେ ଦେଖାଯାଏ। ଗୋଟେ ଅଫିସର ତାଙ୍କର କ'ଣ ସାଙ୍ଗମାନେ ଆସିବେ, ରୋଷେଇ ଘର ପାଖରେ ସ୍ତ୍ରୀ ଅଛି, ମୁଁ କିଛି କହିପାରିବି ନାହିଁ। ଅଫିସର ସାଙ୍ଗରେ ଏଠି ବସିଛନ୍ତି ତା ସାଙ୍ଗମାନେ, ସେ ଖାଲି ଦେଖିଦେଲା, ସ୍ତ୍ରୀ ଜାଣିଦେଲା ନାହିଁ, ପକୁଡ଼ି ଆଉ ଟିକେ ଚା ଫା କରିବାକୁ ପଡ଼ିବ, ବର୍ଷା ଦିନଟା, ସାଙ୍ଗେ ସାଙ୍ଗେ କରିକି ଆସିଲେ। ଏଠି କଥା ହଉନାହିଁ, ଏଠି ଆଖିରେ ଖାଲି ଦେଖାଯାଉଛି, ସେ ଅନୁଭବ କଲା, ସାଙ୍ଗେ ସାଙ୍ଗେ କରିକି ନେଇ ଆସିଲେ। ତେଣୁ ଭଗବାନ ଯେତେବେଳେ ଏ ସୃଷ୍ଟିଟାକୁ ତିଆରି କରିବେ, ଆମ ଭଳିଆ ସିଏ ପୁରା ବାଜା ବଜେଇକି ବିବାହ କରିକି ତାକୁ ଆଣିକି ପୁତ୍ର କନ୍ୟା ସନ୍ତାନ ସେମିତି ନାହିଁ, ଦେଖିଦେଲେ ହେଇଗଲା ସୃଷ୍ଟି। ତେଣୁକରି ଏଠି କୁହାହଉଛି ସର୍ବା ଅଧ୍ୟକ୍ଷ। ତାଙ୍କର ଏଇ ଅଧ୍ୟକ୍ଷତାରେ ଏଇ ଭୌତିକ ଜଗତର ଯେକୌଣସି କାର୍ଯ୍ୟକଳାପ ହୁଏ, ସିଏ ତାଙ୍କର ଅଧ୍ୟକ୍ଷତାରେ କାମ କରନ୍ତି। ଏ ସଂସାର ଚଲେଇବା ପାଇଁ ଯୋଉ ପ୍ରଥମ ଅଧ୍ୟାୟରେ ଆମେ ବର୍ଣ୍ଣନା ହେଇଛି, 6 ଜଣଙ୍କୁ ସେମାନେ ସିଲେକ୍ସନ କରିକି ଦାୟିତ୍ୱ ଦେଇ ଦିଅନ୍ତି। ଟାଟା କମ୍ପାନୀର ଯଦି ମାଲିକ, ସେ କ'ଣ ଆସିକି ସେ ନଟ୍ ବୋଲ୍ଟ ତିଆରି କରିବ କି? ନା, ସେ ତାର ସିଓ ରଖିଦେଇଥିବ, ଇଞ୍ଜିନିୟର ରଖିଦେଇଥିବ, ଯେତେ ୱାର୍କର ରଖିଦେଇଥିବ, ତାଙ୍କୁ ପେମେଣ୍ଟ କରିଦେବ କରିବା ପାଇଁ ସବୁ ବ୍ୟବସ୍ଥା କରିଦେଇଥିବ, ସିଏ ତାର ବୁଲୁଥିବ।
ଆଉ ସେଇ ତାଙ୍କର ଏ କାର୍ଯ୍ୟକଳାପ କମ୍ପାନୀର ପ୍ରଡକ୍ଟ ବାହାରିକି କାର ଫାର ବାହାରିକି ସବୁ ଜିନିଷ ହଉଥିବ। ସେପରି ଭଗବାନ ଏ ଭୌତିକ ଜଗତ ସୃଷ୍ଟି କରିବା ପାଇଁ 6 ଜଣଙ୍କୁ ଯୋଉ ସିଲେକ୍ସନ କରିଛନ୍ତି, ହଁ ନା ନାଇଁ? ମନୁକୁ ସିଲେକ୍ସନ କରିଛନ୍ତି, ମନୁ ପୁତ୍ର କୋଉମାନେ ହେବେ, ମନନ୍ତର ଅବତାର କିଏ ଆସିବ, ସପ୍ତ ଋଷି କିଏ ହେବେ, ଇନ୍ଦ୍ର କିଏ ହେବେ, ଆଉ ଦେବତା ମାନେ ଯୋଉ ଅଛନ୍ତି 33 କୋଟି ଦେବତା, ଏ ସମସ୍ତଙ୍କୁ ଭଗବାନ ସିଲେକ୍ଟ କରିଦେଇଛନ୍ତି। ସେମାନେ ଏ ସଂସାରଟାକୁ ଚଲେଇବେ। ଆଉ ଚଲଉ ଚଲଉ କେତେବେଳେ ଚଲେଇ ପାରିବେ ନାହିଁ, ସେତେବେଳେ ଯାଇକି କ୍ଷୀରସାଗର ପାଖରେ ପ୍ରାର୍ଥନା କରିବେ, ହେ ଭଗବାନ ଆସିକି ହିରଣ୍ୟକଶିପୁ ଏତେ ପ୍ରୋବ୍ଲେମ କଲାଣି, ରାବଣ ଏମିତି କଲାଣି ସେମିତି କଲାଣି, ଆଉ ଆମର କାର୍ତ୍ତି ପାଉନାହିଁ, ବର୍ତ୍ତମାନ ତମେ କିଛି କର। ତାପରେ ଭଗବାନ ଆସିକି ଅବତାର ନେଇକି ପୁଣି ଧର୍ମର ସ୍ଥାପନ କରନ୍ତି, ସାଧୁମାନଙ୍କୁ ପାଳନ କରନ୍ତି, ଅସୁରମାନଙ୍କୁ ବିନାଶ କରନ୍ତି। ତେଣୁକରି କହୁଛି ତମେ ହେଲେ କଣ? ଅଧ୍ୟକ୍ଷ, ସର୍ବ ଅଧ୍ୟକ୍ଷ। ମାନେ ତମେ ସର୍ବ ଅଧ୍ୟକ୍ଷ, ମାନେ ଯୋଉ ଅଧ୍ୟକ୍ଷ ମାନେ ଏ ସଂସାରକୁ ଚଲେଇବା ପାଇଁ ଅଛନ୍ତି, 3 ଗୁଣ ଅବତାର ବ୍ରହ୍ମା ବିଷ୍ଣୁ ମହେଶ୍ୱର, ତାଙ୍କର ଅଧ୍ୟକ୍ଷ ବି ତମେ। ତେଣୁକରି ସର୍ବ ଅଧ୍ୟକ୍ଷ। ଆଉ ପୁଣି କହୁଛନ୍ତି ଶବ୍ଦରେ ସାକ୍ଷିଣେ, ତମେ ସାକ୍ଷୀ ରୂପରେ ବି ଅଛ। କାରଣ ପ୍ରତ୍ୟେକ ଜୀବର କର୍ମଫଳ ଦେବା ପାଇଁ ଯେକୌଣସି ଜନିରେ ଭଗବାନ ଆମ କର୍ମ ଅନୁସାରେ ଆମେ ଯିବୁ, ତା ପଛେ ପଛେ ପରମାତ୍ମା ରୂପରେ ଭଗବାନ ଆମ ଜୀବ ସାଙ୍ଗରେ ରହି ରହି ଯାଆନ୍ତି। ତେଣୁକରି ସେ ସାକ୍ଷିଣେ। ପୁଣି କହୁଛନ୍ତି ପୁରୁଷାୟ, ତମେ ହେଲେ ପୁରୁଷ। ଭଗବାନ ପୁରୁଷ ମାନେ ଆମେ ମାନେ କଣ? ଆମେ ପୁରୁଷ ନା, ଆମେ ସବୁ ପ୍ରକୃତି। ପ୍ରକୃତିର କାମ ହେଲା ଯେତେବେଳେ ଭଗବାନଙ୍କ ସହିତ ସେବା ଦେବ, ସେ ଆନନ୍ଦିତ ରହିବ। ତେଣୁକରି ଆମର ଶରୀର ପୁରୁଷର ଅଛି। ଶାସ୍ତ୍ରରେ ବର୍ଣ୍ଣନା ହେଇଛି ଭୋଗ କରିବାର ଯୋଉ ଇଚ୍ଛା ଅଭିଳାଷ ଅଛି, ସେଇଟା ପୁରୁଷ କୁହାଯାଏ, ପୁରୁଷତ୍ୱ କୁହାଯାଏ। ବର୍ତ୍ତମାନ ସ୍ତ୍ରୀ ଅଛି, ସ୍ୱାମୀ ଅଛନ୍ତି। ସ୍ତ୍ରୀ ଯଦି ଚାହିଁବ ସ୍ୱାମୀ ଠାରୁ ମୁଁ ସୁଖ ପ୍ରାପ୍ତ କରିବି, ତାହେଲେ ସ୍ତ୍ରୀ ଶରୀରର ବି ସେ ପୁରୁଷତ୍ୱ ଭାବରେ ସେ ଆନନ୍ଦ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରୁଛି। ତେଣୁ ସେଇଟାକୁ ଖାଲି ସ୍ତ୍ରୀ ଶରୀର ହେଲେ ତାର ପୁରୁଷତ୍ୱ ନାହିଁ ବୋଲି କହିପାରିବା ନାହିଁ। ଏଇ ଯୋଉ ସଂସାରକୁ ଉପଭୋଗ କରିବାର ଯୋଉ ଅଭିଳାଷଟାକୁ, ସେଟାକୁ ପୁରୁଷତ୍ୱ କୁହାଯାଏ। ଆଉ ସଂସାର ସମ୍ପୂର୍ଣ୍ଣ ରୂପରେ ଉପଭୋଗ କରନ୍ତି କେବଳ ଭଗବାନ। ଭୋକ୍ତାରାମ ଯଜ୍ଞ ତପସାମ ସର୍ବଲୋକ ମହେଶ୍ୱରମ ଶ୍ରୁଦମ ସର୍ବଭୂତାନାମ ଜ୍ଞାନତାମାମ ଶାନ୍ତି ମୃଚ୍ଛତି। କାରଣ ଭଗବାନ ହେଲେ ଭୋକ୍ତା। ତେଣୁକରି ଭଗବାନଙ୍କୁ ଯେତେବେଳେ ଆମେ ଭୋଗ ଲଗାଉ, ଯେକୌଣସି ଜିନିଷକୁ ଭଗବାନଙ୍କୁ ସମର୍ପଣ ଯେତେବେଳେ କରାଯାଏ, ସେଟାକୁ ଭୋଗ କୁହାଯାଏ। ଆଉ ଭଗବାନ ହେଲେ ଭୋକ୍ତା। ସିଏ ଯେତେବେଳେ ଉଚ୍ଚିଷ୍ଟ କଲେ, ଗ୍ରହଣ କଲେ, ତାପରେ ଯୋଉଟା ଆସେ ସେଟା ହେଲା ପ୍ରସାଦ। ତେଣୁକରି ଭଗବାନଙ୍କୁ ଯେତେବେଳେ ପ୍ରଥମ ଜଗନ୍ନାଥ ମନ୍ଦିରରେ ଲାଗିବ, ସେଟାକୁ ଭୋଗ କୁହାଯାଏ। ଭଗବାନଙ୍କୁ ଲାଗିଲା ପରେ ସେଇଟା ପ୍ରସାଦ ହେଲା। ପୁଣି ବିମଳା ଦେବୀଙ୍କୁ ଲାଗିଲା ପରେ ସେଇଟା କଣ? ମହାପ୍ରସାଦ ହେଲା। ପୁଣି ଭକ୍ତ ପାଖକୁ ଆସିଲା, ଗୋଟେ ସାଧୁ ନେଇଗଲା, ସେଟା ମହାପ୍ରସାଦ। ଆଉ ଜଣ ପାଖକୁ ଗଲା, ଆଉ ଗୋଟେ ମହା ତା ଦେହରେ ଯୋଡି ହେଇଯିବ। ତେଣୁକରି ଏଠି କୁହାହଉଛି ତମେ ହେଲେ ପୁରୁଷ। ଆଉ ଖାଲି ପୁରୁଷ ନୁହଁ, ସେ ପରମ ପୁରୁଷ ଭଗବାନ। 15 ନମ୍ବର ଅଧ୍ୟାୟ ପୁରୁଷୋତ୍ତମ ଯୋଗ, ବା ଆମର ଧାମର ନାଁ ବି ପୁରୁଷୋତ୍ତମ, କଣ? ଜଗନ୍ନାଥ ପୁରୀ ଧାମ। ପୁଣି କୁହାଯାଉଛି ଆତ୍ମମୂଳାୟ ମୂଳ ପ୍ରକୃତ, ଯିଏ ସବୁ କିଛିର ମୂଳ। ଆତ୍ମା ଶବ୍ଦର ଅର୍ଥ କେବେ କେବେ ଜୀବାତ୍ମା, ସଚିଦାନନ୍ଦ ଆତ୍ମା ଯୋଉ ଅଛି ତାକୁ କୁହାଯାଏ, କେବେ କେବେ ଶରୀରକୁ କୁହାଯାଏ, କେବେ କେବେ ମନକୁ କୁହାଯାଏ। ଏଇଟା ତାର ପ୍ରୟୋଗ ଅନୁସାରେ, ଶ୍ଲୋକ ଅନୁସାରେ ଆତ୍ମାର ପ୍ରୟୋଗ କରାଯାଏ। ସବୁ ଆତ୍ମା, ଯେତେ ସମସ୍ତଙ୍କର ମନ ଅଛି, ଜୀବାତ୍ମା ଅଛନ୍ତି, ସମସ୍ତେ କୋଉଠୁ ଆସିଛନ୍ତି? ସମସ୍ତେ ଭଗବାନ ଠାରୁ ଆସିଛନ୍ତି। ତେଣୁକରି ସବୁ ଆତ୍ମାର ମୂଳ ହେଲେ ତମେ, ଆଉ ସବୁ ପ୍ରକୃତିର ବି ମୂଳ ତମେ। ତେଣୁକରି ପ୍ରଭୁପାଦ ଟ୍ରାନ୍ସଲେସନ କରୁଛନ୍ତି, ଗୋଟେ ଜୀବଟାକୁ ଟ୍ରାନ୍ସଲେଟ କରୁଛନ୍ତି ପାର୍ଟ ଆଣ୍ଡ ପାର୍ସଲ ଅଫ ଦି ଲର୍ଡ। ଏଇଟା ବୁଝିବା ପାଇଁ ଚେଷ୍ଟା କର। ପାର୍ଟ କଥା ମୁଁ ଜାଣିଛି, ମାନେ ଭଗବାନ ଚିନ୍ମୟ ସଚିଦାନନ୍ଦ, ମୁଁ ତାର ଅଂଶ ହେବା କାରଣରୁ ମୁଁ ବି ଚିନ୍ମୟ, ମୁଁ ବି ସଚିଦାନନ୍ଦ। ପାର୍ସଲ, ମୋବାଇଲଟା ଯେତେବେଳେ ପ୍ରଥମେ କିଣା ଯାଏ, ସେଇଟା ଗୋଟେ କଭରରେ ଆସେ ନା, ଏଇଟାକୁ ପାର୍ସଲ କରିଦେଇଛନ୍ତି ପଞ୍ଚଭୌତିକ ଶରୀର ଭିତରେ। ତେଣୁକରି ଏ ଶରୀରଟା ବି ଭଗବାନଙ୍କର। ଏଇ ଯୋଉ ପଞ୍ଚତତ୍ଵ ଅଛି, ଭୂମି ଜଳ ଫଳ, କାରଣ ଏଇଟା ଯେତେବେଳେ ଶରୀରକୁ ମୃତ୍ୟୁବରଣ ହୁଏ, ଆର ଗତିଟା କଣ? ଯଦି ସେଇଟା ଅଗ୍ନିରେ ଜଳାଯିବ, ଏ ପାଉଁଶ ହେଇଯିବ। ଯଦି କୌଣସି ପଶୁ ଖାଇବ, ସେଇଟା ବିଟ ରୂପରେ, ବିଷ୍ଟା ରୂପରେ ଯିବ ଭାରି। ଯଦି ସେଇଟା ମାଟିରେ ପୋତା ହବ, କୁର୍ମି ହେଇଯିବ। ବିଟ ଭସ୍ମ କୁର୍ମି, ଏଇଟାର ଗତି। ସେଇ ଶରୀରରେ ସେ ବଡ କଣ? ଅଫିସର, ବଡ ବ୍ୟବସାୟୀ, ବଡ ଓକିଲ ହେଇଥିବ, କିନ୍ତୁ ଯେତେବେଳେ 100 ବର୍ଷ ପରେ ଯେତେବେଳେ ଶ୍ମଶାନରେ, ଏଇଟା ତାର ଗତି। ତେଣୁକରି ଏଇଟା କୁହାଯାଉଛି ଏ ପ୍ରକୃତିର ବି ଯେତେ ସବୁ ମୂଳ ତତ୍ଵ ଅଛି, ତାର ଉତ୍ସ ବି ଭଗବାନ, ତାର ମୂଳ ବି ଭଗବାନ। ତେଣୁକରି ଏ ସବୁ ଯାକ ଗୁଣରେ ତାଙ୍କୁ ସ୍ମରଣ କରୁଛନ୍ତି। ପୁଣି 14 ନମ୍ବର ଶ୍ଲୋକରେ କହୁଛନ୍ତି ସର୍ବେନ୍ଦ୍ରିୟ ଗୁଣାଦ୍ରଷ୍ଟେ ସର୍ବ ପ୍ରତ୍ୟୟ ହେତବେ ଅସତଚ୍ଛାୟ ୟୋକ୍ତାୟ ସଦା ଭାଷାୟ ତେ ନମଃ। ଏଠି କୁହାଯାଉଛି ସର୍ବେନ୍ଦ୍ରିୟ ଗୁଣ ଦ୍ରଷ୍ଟେ, ସବୁ ପ୍ରକାର ଇନ୍ଦ୍ରିୟ,
सब प्रकार इंद्रिय 10टा इंद्रिय विषय आम कहलु 11 नंबर इंद्रिय है मन मनटा है 10 इंद्रियर राजा कारण जो इंद्रिय सब बेले काम न करे से मन काम करे उदाहरण स्वरूप राति आम जो शई जाऊँ आम देखुँ मुझे गोटे भल स्वप्न देखिली अरे शोला बेले तो आखि बंद कर 6 घंटा शोलू देखिलु केतले जो जिनसा देखला से मन देखला ना मन देखला सी गोटे बड़ प्रसाद कर राजा हो जाए मुकुट अच्छी सी जो राजा महल को जाऊँच सैन्य मैंने जाऊँच तार स्तुतिगान ब्राह्मण मान कर राति देखिलु केत 6 घंटा तो आखि तो बंद थिला जोटा देखला से मन देखला माने मन भितर आमर प्रत्येक 5टा ज्ञान इंद्रियर इंप्रेशन अच्छी सूक्ष्म रूप से भितर अच्छा तेणु मन को 10टा इंद्रियर राजा कहुए ये कहुच्च सर्व इंद्रिय गुण ये जिते सब इंद्रिय गुण अच्छी विषय अच्छी आखिर विषय है दृष्टि कौन रूप को देख कानर विषय है किसी शब्द शुणव नाकर किसी घ्राण को जापर यहाँ सुगंध दुर्गंध जिह्वा किसी आस्वादन कर जापर यहाँ अम्ल यहाँ खटा यहाँ राग यहाँ मिठा त्वक शरीर से जापर उष्म बा कौन ठंडा अच्छी मनर जापर जन मत सम्मान कर गाली कर मान कर अपमान कर जापर तेणुक ये कौन जिते इंद्रिय अच्छी कारण मन भी गोटे इंद्रिय एकादश इंद्रिय ए इंद्रियर गुण द्रष्टे द्रष्टा शब्दर अर्थ ये कौन देखा ये संपूर्ण इंद्रिय जो जिते सब इंद्रिय वस्तु माने अच्छा ये समस्त भगवान देखते आ द्रष्टा शब्द खाली देखा नुह जिते सब इंद्रिय वस्तु अच्छी मुझे कहली एबे जदि आमे ए मार्केट को जिबा जेते दुकान अच्छी जेते दुकान जेकोसी सामग्री अच्छी ए संपूर्ण ए शरीर इंद्रिय को किसी सुख देवाई अच्छी हाँ ना नहीं गरम हो एसी केमती बिक्री होता से एसी हजार हजार एसी कंपानी अच्छी आखि टिके पावर कमी गला चश्मा हजार हजार कंपानी अच्छी कान को शुणु नहीं यहीटा लगा सेटा लगा सुह पाउडर केते जिनस अच्छी माने शाड़ी ड्रेस फेस आण ये शरीर को पाई हजार हजार भरिकी अच्छी जुआटा तुमको देख ए शरीर को किसी सुख देवाई से जो जिनस गुरा अच्छी तेणुक ये कहूँ से जो जिनस तैयारी तार मूल जदि आम देखा जेकोसी जिनस को आम जब ता पूर्व को देखा ये कौट आसी हाँ ये घरटा कौटे ये सीमेंट रू आसी माटी आसी कौट आसी जब देखा अरे यहाँ तो पृथ्वी तत्वटा हाँ ना नहीं यहाँ तो पुणी ये जिनस रू आसी तेणुक मूल जो आम देखा भगवान को स्मरण आसब पृथ्वीटा कहार भिन्ना प्रकृति अष्टधा ए पृथ्वी मोर ए जल मोर ए अग्नि मोर मु तू बर्तमान आसी 100 वर्ष पर ये कहीदेलु ना ये मो घर यहाँ घर यहाँ हो गला 100 वर्ष पर तू तो नथबु यहाँ कार थी तेणुक भगवान हेले चिर भोक्ता भोग जड़े किए कर ए वस्तु को जी अंगीकार कर मोर बोली चिर काल पर्यंत ताले सी भोग कर तेणुक मु 100 वर्ष पूर्वर नी 100 वर्ष पर मु रही ना ये संसार भगवान सृष्टि से रखिए ताले सृष्टि रखिए तो तार भोग भोग किए कर सी करेंगे ना और जदि सी कहले गीतार मु परम भक्त ताले प्रोब्लेम कौन से तो भक्ता तेणुक ये कहूँ जे सर्वेन्द्रिय गुण प्रत्येक इंद्रिय जो इंद्रिय विषय वस्तु अच्छी रूप रस गंध शब्द स्पर्श ये रूप रस गंध स्पर्श शब्द ये इंद्रिय इंद्रिय विषय भोग हजार हजार परिमाण रे दुकान रे मार्केट रे भरिकी अच्छी हाँ ना नहीं से कान को सुख देवाई केते गीत अच्छी केते गल्प अच्छी केते चित्र फिल्म फिल्म बाहर तेणुक कह से सबू जाक तैयारी करचंती से वस्तु तैयारी करचंती भगवान जिनस आउ से जिनस को एमाने जितेबाला भोग करुचंती जो शक्ति है कि भोग करुचंती से भोग कला पर भी गोटे अनुभव होची सेटा कह जाउची सर्व प्रत्यय हेतवे प्रतीत होची मते अनुभव होची ज्ञान होची मु ज्ञान होची तांको देखिली अरे हे से भक्त है कि तुलसी कंठीमाला पिंचंती देखी टी हसिले नहीं मते हरे कृष्ण कहले नहीं मते टी खराब लागला हाँ ना नहीं ये जो अनुभव होची सर्व प्रत्यय देखिकी किसी अनुभव होची कान शुणिकी ये अनुभव होची ये मते सम्मान कले मते कौन आदर कले जिह्वार जो प्रसाद नहीं कि अनुभव होची हाँ ना नहीं ये प्रत्येक अनुभवर ये जो विषयटा यहाँ कहुए सर्व प्रत्यय हेतवे अनुभव सब जगह आसब ना जदि भगवान से अंगरु बा से इंद्रियरु शक्तिटा को काढ़ी देते मत अनुभव हम ना केवे केवे कौन व्यक्ति को जो पारालीसीस हो कहे एटा मो हाथ से हाथ को चुमुड़ से मशा बसुव खाऊब अनुभव हो निज हाथ अच्छी निज हाथ को उठे पार न
ତେଣୁକରି ବହୁତ କ୍ଷେତ୍ରରେ ଆମେ ମାନେ ଅସହାୟ। ମୋର ଅଙ୍ଗୀକାର କରିବି କିନ୍ତୁ ମୁଁ ଜାଣି ନାହିଁ ଯେ ତା ଉପରେ ମୋର ନିୟନ୍ତ୍ରଣ ନାହିଁ। ତେଣୁକରି ନିୟନ୍ତ୍ରଣ ଶବ୍ଦ ହେଲା ଈଶ। ଭଗବାନଙ୍କୁ କୁହାଯାଏ କଣ? ଈଶ୍ୱର। ମୁଁ ମୋ ଶରୀରର ଛୋଟ ଈଶ୍ୱର। କିଛି କିଛି ନିୟନ୍ତ୍ରଣ ମୋ ହାତରେ ଅଛି, ଯୋଉ ନିୟନ୍ତ୍ରଣ ଦ୍ୱାରା ମୁଁ କରିପାରିବି ନାହିଁ ଭଗବାନ ନିଜେ ହାତରେ ରଖିଛନ୍ତି। କାରଣ ଟିକେ ଯଦି ଭୁଲ ଭଟକା ହେଇଯିବ ଶରୀର ମୃତ୍ୟୁ ହେଇଯିବ। ଉଦାହରଣ ସ୍ୱରୂପ ଭଗବାନ ଯଦି ମୋ ହାତରେ ଦେଲେ ତୁ ସବୁଦିନ 24 ଘଣ୍ଟା ତ ଏଇ ଯୋଉ ହାର୍ଟଟାକୁ ଚଲେଇବା ପାଇଁ 24 ଘଣ୍ଟାରେ ଥରେ ତୁ ତାକୁ ବ୍ୟାଟେରୀ ଦେବ। ଯଦି ମୁଁ ଥରେ ଭୁଲିଗଲି ତାହେଲେ ମରିଯିବି ନା। ତେଣୁକରି ସେ ଦାୟିତ୍ୱଟା ଭଗବାନ ନିଜ ପାଖରେ ରଖିଛନ୍ତି। ଶରୀରରେ କେମିତି ରକ୍ତ ସଞ୍ଚାଳ ହବ, ଶ୍ୱାସ ପ୍ରଶ୍ୱାସ କେମିତି ହବ, ହାର୍ଟବିଟ୍ କେମିତି ହବ, ଏ ଦାୟିତ୍ୱ ଯଦି ୟାକୁ ଦେଇଦେବି, ଇଏ ଯଦି ଟିକେ ଭୁଲିଗଲା ପୁଣି ଶରୀରକୁ ଗଲା। ତେଣୁକରି ଭଗବାନ ସର୍ବନିୟନ୍ତ୍ରଣା, ଆଉ ମୋ ଶରୀରର ମୁଁ ଗୋଟେ ଛୋଟ ନିୟନ୍ତ୍ରଣକାରୀ ଅଛି। କିଛି ଜିନିଷକୁ ମୁଁ ନିୟନ୍ତ୍ରଣ କରିପାରିବି, ସବୁ ଜିନିଷକୁ କରିପାରିବି ନାହିଁ। ଆଉ ମୁଁ ଯୋଉ ଅଙ୍ଗୀକାର କରିଦଉଛି, କହିଦଉଛି ନା ଏଇଟା ମୋର, ଏଇଟା ମୋର, ଏଇଟା ମୋର, ଆରେ ସବୁ ସବୁ ଜିନିଷ କରିବାର ମୋର କାଢତି ନାହିଁ। ବିବାହ କଲା ପରେ ମୁଁ ଜାଣି ନାହିଁ ଯେ ପୁଅ ଝିଅ ବି ହବ କି ନାହିଁ। ବିବାହ କଲା ପରେ ଏ ମାନସିକ କରୁଛୁ, ହେ ଜଗନ୍ନାଥ ମତେ ପୁଅ ଦେଇଦେଲେ ମୁଁ ତମକୁ ଏତିକି ନଡିଆ ଦେବି, ଏଇ ମତେ ତ ବାନା ଚଢେଇବି, ଏଇଟା କରିବି। ଆରେ ତୋର ପୁଅ ହବ କି ଝିଅ ହବ ତୋ ହାତରେ ନାହିଁ। ତୁ କେମିତି କହିଦଉଛୁ ଏଇଟା ମୋ ପୁଅ, ଏଇଟା ମୋ ଝିଅ? ତୁ ପ୍ରାର୍ଥନା କରିଥିଲୁ ଜଗନ୍ନାଥକୁ, ତୋର ପୁଅ ହେଲେ ବର୍ତ୍ତମାନ କ୍ରେଡିଟ ତାଙ୍କୁ ଦେବା କଥା ନା। ଆଉ ତୋର ଯଦି କାଢତି ଥାନ୍ତା ତୁ କାହିଁ ପ୍ରାର୍ଥନା କରୁଥିଲୁ ମତେ ପୁଅ ହଉ? 3ଟା 4ଟା ଆଟେମ୍ପ କଲାଣି, ସବୁବେଳେ ଝିଅ ହଉଛି, ପୁଣି ପ୍ରାର୍ଥନା କରୁଛି ମୋର କେମିତି ପୁଅ ହଉ? ଗ୍ୟାରେଣ୍ଟି ନାହିଁ ନା। ତାହେଲେ ମାଲିକ କିଏ? ଏଇଟାର ଉଦାହରଣରେ ଆମର 5 ପାଣ୍ଡବ ମାନଙ୍କର ଯେତେବେଳେ ଜନ୍ମ ହେଇଛି, କାରଣ ପାଣ୍ଡୁ ମହାରାଜଙ୍କୁ କଣ ଅଭିଶାପ ହେଇଯାଇଛି, ସେ ଯେତେବେଳେ ସ୍ତ୍ରୀ ସଙ୍ଗ କରିବେ ସେତେବେଳେ ମୃତ୍ୟୁବରଣ କରିବେ। ବର୍ତ୍ତମାନ ରାଜ୍ୟ ଶାସନ କରିବା ପାଇଁ ତାଙ୍କ ପୁତ୍ର ଦରକାର। ତାପରେ ସେ କୁନ୍ତି କହୁଛନ୍ତି ତମକୁ ତ ବିଦ୍ୟା ଜଣା ଅଛି, କିଏ? ଆମର ଦୁର୍ବାସା ଦେଇଛନ୍ତି, ତମେ ଯେକୌଣସି ଦେବତା ମାନଙ୍କୁ ଆହ୍ୱାନ କରିପାରିବ, ଆଉ ତମେ ବର୍ତ୍ତମାନ ପୁତ୍ର ସନ୍ତାନ ମୋ ଦରକାର ଅଛି, ବର୍ତ୍ତମାନ ତମେ ଆହ୍ୱାନ କର ଦେବତାଙ୍କୁ। ସେ କହୁଛନ୍ତି ନାଇଁ ମୁଁ ଗୋଟେ ସତୀ ସ୍ତ୍ରୀ, ଆପଣଙ୍କ ଥାଉ ଥାଉ ମୁଁ କେମିତି ପର ସ୍ୱାମୀକୁ ଅଙ୍ଗୀକାର କରିବି? ନା, ତମେ ଧର୍ମଦେବକୁ ଆହ୍ୱାନ କର। ଆଉ ଯଦି ଧର୍ମଦେବକୁ ଆହ୍ୱାନ କରିକି ପ୍ରାର୍ଥନା ତମେ ଯଦି ପୁତ୍ର ଗ୍ରହଣ କରୁଛ, ଏଇଟା ଅଧର୍ମ ହେଇଥିବ, ତମେ ଆହ୍ୱାନ କଲେ ବି ଧର୍ମଦେବତା ଆସିବେ ନାହିଁ। ତାପରେ ସେ ଧର୍ମଦେବତା ଯେତେ ଆହ୍ୱାନ କରୁଛନ୍ତି, ଧର୍ମଦେବତା ଆସିଛନ୍ତି, ତାପରେ ତାଙ୍କୁ ପୁତ୍ର ସନ୍ତାନ ଦେଇଛନ୍ତି, ଯୁଧିଷ୍ଠିର ମହାରାଜ ଜନ୍ମ ହଉଛନ୍ତି। ଯୁଧିଷ୍ଠିର ମହାରାଜ ଜନ୍ମ ହଉଛନ୍ତି, ସେଟା କାହା ପୁଅ? ସେଟା ପାଣ୍ଡୁଙ୍କର ପୁଅରେ ଯିବ ନା। ମୁଁ ଶିବଙ୍କୁ ପ୍ରାର୍ଥନା କଲି, ବିଷ୍ଣୁଙ୍କୁ ପ୍ରାର୍ଥନା କଲି, ଜଗନ୍ନାଥଙ୍କୁ ପ୍ରାର୍ଥନା କଲି, ମତେ ଗୋଟେ ପୁଅ ଦିଅ। ତାଙ୍କ ଆଶୀର୍ବାଦରେ ପୁଅ ହେଲା, କିନ୍ତୁ ମୁଁ ପୁଅ ହେଲା ପରେ ମୋ ପୁଅ, ମୋ ପୁଅ, ମୋ ପୁଅ, ଏଇଟାକୁ ମୋହ କୁହାଯାଏ। କିନ୍ତୁ ସେତେବେଳେ ମୁଁ ଜାଣିବି ତାଙ୍କ କୃପାରୁ ମୋର ହେଇଛି, ତାହେଲେ ମୋହ ଆସିବ ନାହିଁ। ସେଥିପାଇଁ ଏଠି କୁହାହଉଛି ସର୍ବେନ୍ଦ୍ରିୟ ଗୁଣଦ୍ରଷ୍ଟା ସର୍ବ ପ୍ରତ୍ୟୟ ହେତେବେ। ପ୍ରତ୍ୟେକ ଇନ୍ଦ୍ରିୟରେ ଯୋଉ ଅନୁଭବଟା ହଉଛି, ଏଇ ରୂପ ରସ ଗନ୍ଧ, এই ଅନୁଭବଟାର ଶକ୍ତି ଭଗବାନଙ୍କ ଠାରୁ ଆସୁଛି। ଯଦି ସେ ଚାହିଁବେ, ଯଦି ସେଇ ଅଙ୍ଗରୁ ବା ସେଇ ଇନ୍ଦ୍ରିୟରୁ ସେ ଶକ୍ତିଟା କଣ ଅପହରଣ କରିଦେବେ, ଏଇ ଆଖି ଥାଇ ବି ମୁଁ ଦେଖିପାରିବି ନାହିଁ। ହଁ ନା ନାଇଁ? କାରଣ ଏଇ ଦେଖିବାର ଶକ୍ତି ଭଗବାନ ଦଉଛନ୍ତି ବୋଲି ମୁଁ ସେଇଟା ଦେଖିପାରୁଛି। ଯେମିତି କାହାକୁ ପାରାଲିସିସ୍ ହେଇଗଲା, ମୋ ହାତ ଅଛି ତଥାପି ସେ ନିଜ ହାତକୁ ମୋର କହିକି ବି ଉଠେଇ ପାରୁନାହିଁ, କାରଣ ଭଗବାନ ସେଇ ହାତରୁ ତାଙ୍କର ଶକ୍ତିକୁ ଅପହରଣ କରିଦେଇଛନ୍ତି। ଉଦାହରଣ ସ୍ୱରୂପ ଏଇ ଯଦି ଫ୍ୟାନ୍ ଲାଇଟ୍ ଗଲା ଭାରି, କରେଣ୍ଟ ଗଲା ଭାରି, ଫ୍ୟାନ୍ ଅଛି, ଫ୍ୟାନ୍ରେ କିଛି କଣ ସମସ୍ୟା ନାହିଁ, କିନ୍ତୁ ଇଲେକ୍ଟ୍ରିସିଟି ନହେବା କାରଣରୁ ଇଏ ବୁଲିବ ନାହିଁ। ତେଣୁକରି ଭଗବାନଙ୍କର ଶକ୍ତି ଯେତେବେଳେ କୌଣସି ଅଙ୍ଗରୁ ଅପହରଣ କରିନିଅନ୍ତି, ସେ ଅଙ୍ଗଟା ଅକ୍ଷମ ହୋଇଯାଏ, ତାର ଅନୁଭବ ତାର ଆସେ ନାହିଁ। ତେଣୁକରି କୁହାହଉଛି ସର୍ବେନ୍ଦ୍ରିୟ ଗୁଣଦ୍ରଷ୍ଟେ ସର୍ବ ପ୍ରତ୍ୟୟ ହେତେବେ। କାରଣ ପ୍ରତ୍ୟେକ ଇନ୍ଦ୍ରିୟରେ ଯୋଉ ପ୍ରତୀତ ହୁଏ, ଅନୁଭବ ହୁଏ, ଇନ୍ଦ୍ରିୟ ବସ୍ତୁର ଜ୍ଞାନ, ସେଇଟା କେବଳ ଭଗବାନଙ୍କର ଉପସ୍ଥିତି ଦ୍ୱାରା ତାଙ୍କ ହୃଦୟରେ ସେଇଟା ଅନୁଭବ ହଉଛି। ପୁଣି ଅସତ୍ଛାୟ ୟୋକ୍ତାୟ ସଦ୍ ଆଭାସାୟ ତେ ନମ। ଏଠି ଅସତ ଆଉ ସଦ୍ ଶବ୍ଦ କୁହାଯାଉ। ସତ୍ ଶବ୍ଦ, ଅସତ ମାନେ ଅହଙ୍କାର, ଇନ୍ଦ୍ରିୟ, ମନ, ଏଗୁରା ସବୁ ଯାକ ଅସତ। ଯେତେବେଳେ ମୁଁ ଏଇଟାକୁ ମିଥ୍ୟା ଅହଙ୍କାର ରୂପରେ ମୁଁ ଶରୀର ବୋଲି ଗ୍ରହଣ କରୁଛି। ସତ୍ ଶବ୍ଦ ମାନେ ଯୋଉ ସବୁ ବିଷୟ ବସ୍ତୁ ଅଛି, ଶବ୍ଦ, ରୂପ, ସ୍ପର୍ଶ, ଏଗୁରା ସବୁ ସତ୍। ଏଇ ଅସତ ଇନ୍ଦ୍ରିୟରେ, ଅହଙ୍କାରରେ ମୁଁ ଯେତେବେଳେ ଏଇ ସତ ବିଷୟ ବସ୍ତୁକୁ ଭୋଗ କରୁଛି, ଭଲ ଖାଇଦେଲି, ଭଲ ଦେଖିଲି, ଭଲ ଶୁଣିଲି, ତା ଦ୍ୱାରା ମତେ ପ୍ରତୀତ ହଉଛି ଯେ ଭଗବାନଙ୍କର କଣ ଚିନ୍ମୟ ଜଗତ ବୋଲି କିଛି ଅଛି। ଏଠି କୁହାଯାଉଛି ଯେ ଅସତ ଇନ୍ଦ୍ରିୟରେ ମୋର ଅସତ ମନ, ଅସତ ବୁଦ୍ଧି, ଅସତ ଇନ୍ଦ୍ରିୟ ଆଉ ଅସତ ଅହଙ୍କାର, ଯୋଉ ମିଥ୍ୟା ଅହଙ୍କାରରେ ମୁଁ କିଛି ବିଷୟକୁ ଭୋଗ କରୁଛି, ଭଲ ଖାଇଲି, ଭଲ ଦେଖିଲି, ଭଲ ଶୁଣିଲି, କିନ୍ତୁ ଏଇ ଯୋଉ ବିଷୟ ବସ୍ତୁ ଅଛି
ଶବ୍ଦ ଅଛି, ସ୍ପର୍ଶ ଅଛି, କ'ଣ ଭଲ ଭଲ ଖାଦ୍ୟ ଅଛି। ଯଦି ଏଇ ଖାଦ୍ୟଟା ଏଇ ଜଗତରେ ଅଛି, ତାହେଲେ ଭୌତିକ ଜଗତରେ ଏଇ ଜିନିଷ ଭଗବାନ ତାଙ୍କର କ'ଣ ଉପଦେଶକୁ ଯୋଉମାନେ ପାଳନ କରୁନାହାନ୍ତି ତାଙ୍କ ପାଇଁ ଏତେ ପ୍ରକାର ବ୍ୟବସ୍ଥା କରିଛନ୍ତି। ମାନେ ଜେଲରେ ଯଦି ଗୋଟେ ସରକାର ଜଣେ କଏଦୀକି ରଖୁଛି, ତାକୁ 3 ଟାଇମ୍ ଖାଇବାକୁ ଦଉଛି, ପିନ୍ଧିବା ପାଇଁ ବସ୍ତ୍ର ଦଉଛି, ହଁ ନା ନାଇଁ? ଯେକୌଣସି ମେଡିକାଲ ଖର୍ଚ୍ଚ ବି ତାକୁ ଦଉଛି। ତାହେଲେ ଭଗବାନ ଯୋଉମାନେ ତାଙ୍କର କଥା ପାଳନ କରନ୍ତି, ତାଙ୍କ ନୀତି ନିୟମ ପାଳନ କରନ୍ତି, ଭଲ ନାଗରିକ ମାନଙ୍କୁ ତ ଆହୁରି ବହୁତ ସୁବିଧା ଥିବ। ଭଲ ନାଗରିକ ମାନେ ସେମାନେ ଟ୍ୟାକ୍ସ ଦିଅନ୍ତି, ତାଙ୍କର କୋଉଠି ଜେଲରେ ଯିବାର ନାହିଁ, ସିଏ ପାର୍କ ଯାଇପାରିବେ, ସିନେମା ଘର ଯାଇପାରିବେ, ମନ୍ଦିର ଯାଇପାରିବେ, ପିଲାମାନଙ୍କୁ ନେଇକି ପିକନିକ ଯାଇପାରିବେ, ହଁ ନା ନାଇଁ? ତେଣୁ ଭଗବାନଙ୍କର ଧାମରେ ଯେତେ ସବୁ ପାର୍ଷଦ ମାନେ ଅଛନ୍ତି, ସେମାନେ ସେମାନଙ୍କର ଯୋଉ ସବୁ ନଦୀ ଥିବ, ଝରଣା ଥିବ, ଏଇଟା ଥିବ, ସେ ଆଧ୍ୟାତ୍ମିକ ଜଗତରେ ଏଇ ଜିନିଷ ଅଛି ବୋଲି ତାର ଏଇଟା ଗୋଟେ ପ୍ରତିଫଳନ ରୂପରେ ଏ ଭୌତିକ ଜଗତରେ ଏସବୁ ଜିନିଷ ଗୁରା ଅଛି। ଏଠି ଯେମିତି ପର୍ବତ ଅଛି, ନଦୀ ଅଛି, ସମୁଦ୍ର ଅଛି, ଜୀବରାଶି ଅଛନ୍ତି, ହାତୀ ଘୋଡ଼ା ସବୁ ଅଛନ୍ତି। ତେଣୁ ଭଗବତ ଧାମରେ ବି ଏମିତି ସବୁ କ'ଣ ବସ୍ତୁ ଥିବ। ତେଣୁକରି ସେଟା କହୁଛି ଏଇ ଅସତ ଛାୟା ୟକ୍ତାୟ ସଦ୍ ଆଭାସାୟ ତେ ନମ। ଗୋଟେ ଆଭାସ ହଉଛି, ହଁ ନା ନାଇଁ? ଆଭାସ ହଉଛି ଯେ ଭୌତିକ ଜଗତରେ ଯୋଉ ସୁଖ ପ୍ରତି ଆମେ ଧାଁ ଦପଡ଼ କରୁଛୁ ବା ବିବାହ କରି ସୁଖ ପ୍ରାପ୍ତି କରିବା ପାଇଁ ଚେଷ୍ଟା କରୁଛୁ, କିନ୍ତୁ ସମୟକ୍ରମେ ସ୍ତ୍ରୀ ମୃତ୍ୟୁବରଣ କରୁଛି ଆଗେ, ନହେଲେ ପତି ମୃତ୍ୟୁବରଣ କରିଦଉଛି। କିନ୍ତୁ ଏଇ ଯୋଉ ମାଧୁର୍ଯ୍ୟ ସୁଖଟା ଯୋଉ ମୁଁ ଚାହିଁବା ପାଇଁ ଚାହୁଁଛି, ସେଟା ନିରନ୍ତର ରହୁନାହିଁ। ସେଇଠି ଭଗବାନ କହୁଛନ୍ତି ତୁ ମୋ ସହିତ କାହିଁ ସମ୍ପର୍କ ସ୍ଥାପନ କରୁନୁ? କାରଣ ସମୟ କ୍ରମରେ ଭଗବାନ କେବେ ବି ମୃତ୍ୟୁବରଣ କରନ୍ତି ନାହିଁ। ତେଣୁକରି ଏଠି କୁହାଉଛି ଯେ ଏ ଅସତ ସଂସାରକୁ ଦେଖିକି ଏଇଠି ଗୋଟେ ଜଣେ ବୁଦ୍ଧିମାନ ବ୍ୟକ୍ତି ଜାଣିପାରିବ ଯେ ସତ ସଂସାର ବି ଗୋଟେ ଥିବ। ଯେମିତି ଶାସ୍ତ୍ରରେ ବା ଉପନିଷଦରେ ଉଦାହରଣ ଦିଆଯାଉଛି, ରାତିରେ ତମେ ଯାଉଛ, ଗୋଟେ ଦୌଡ଼ି ପଡ଼ିଛି, ମୋଟା ପାଳ ଦୌଡ଼ି ପଡ଼ୁଛି, ତମେ ସାଙ୍ଗେ ସାଙ୍ଗେ ଡରିଗଲ, ଆରେ ନାଗ ସାପଟା ଥିଲା କି? ବର୍ତ୍ତମାନ ନାଗ ସାପ ସେଠି ନାହିଁ, କିନ୍ତୁ ନାଗ ସାପ ଗୋଟେ ଜୀବ ଅଛି ନା ନାହିଁ ସଂସାରରେ? ତେଣୁକରି ଭୌତିକ ଜଗତରେ ଆମର ଇନ୍ଦ୍ରିୟ ମାନଙ୍କର ଯୋଉ ସୁଖ ମତେ ମିଳୁଛି, ଏଠୁ ଜଣା ପଡୁଛି ଯେ ଆଧ୍ୟାତ୍ମିକ ଜଗତ ଗୋଟେ ଅଛି। ଯଦି ଆଧ୍ୟାତ୍ମିକ ଜଗତ ନାହିଁ, ସାଧୁ ସନ୍ଥ ଭଗବାନ ଅବତାର ହେଇକି ସେଠିକାର ସୁଖ ବିଷୟରେ ଆଡଭର୍ଟାଇଜ କାହିଁ କରୁଛନ୍ତି, ହଁ ନା ନାଇଁ? ତେଣୁକରି ଏ ଆଧ୍ୟାତ୍ମିକ ଜଗତ ଗୋଟେ ଅଛି ବୋଲି ଟିକେ ବୁଦ୍ଧି ଯେତେବେଳେ ଆମେ ପ୍ରୟୋଗ କରିବା, ଆମେ ଜାଣିପାରିବା। ତେଣୁକରି ଏଠି କୁହାହଉଛି ସର୍ବ ପ୍ରତ୍ୟୟ ଶବ୍ଦକୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଆମର ଜଣେ ଆଚାର୍ଯ୍ୟ ସେ କହୁଛନ୍ତି, ହଁ, କାର୍ଯ୍ୟ ଦ୍ୱାରା କାରଣକୁ ଅନୁମାନ କରାଯାଏ। ମାନେ ଏଠି କୁହାଯାଉଛି ଗୋଟେ ଯେତେବେଳେ ମାଟି ପାତ୍ରକୁ ଜଣେ ଦେଖାଯାଉଛି, ଗୋଟେ ମାଟି ହାଣ୍ଡିଟାଇ ଅଛି, ତା ମାନେ ଏ ମାଟି ହାଣ୍ଡି ଅଛି ମାନେ ଏଇ ପଡ଼ାରେ କୁମ୍ଭାର ସାହି ଅଛି, କୁମ୍ଭାର ମାନେ ଅଛନ୍ତି ଯୋଉମାନେ ମାଟି ହାଣ୍ଡି କରି ସେମାନେ ବିକ୍ରି କରନ୍ତି। ଶୀତ କ'ଣ ଖରାଦିନ ଆସିଲା ମାଠିଆ କରି ବିକ୍ରି କରନ୍ତି, ଏବେ ମାଠିଆ ସବୁ ଟ୍ୟାପ୍ ଲଗେଇ ବିକ୍ରି କରୁଛନ୍ତି। ଏଥିରୁ ଜଣା ପଡୁଛି ଯେ ଏଇଠି ଗୋଟେ କୁମ୍ଭାର ସାହି ଅଛି, ଲୋକମାନେ ସେଠି ରୁହନ୍ତି। ସେଇ ପ୍ରକାର ଏଇ ମାୟା ଜଗତରେ, ଭୌତିକ ଜଗତରେ ଏତେ ବ୍ୟବସ୍ଥା ଦେଖିକି ଜଣଙ୍କର ବିଚାରରେ ସେ ଜାଣିପାରିବ ଯେ ଏଇଟା ଗୋଟେ ଜଣେ ତିଆରି କରିଛନ୍ତି, ଆଉ ଯିଏ ତିଆରି କରିଛନ୍ତି ସେମାନେ ବହୁତ ବୁଦ୍ଧିମାନ। ଆଉ ଏଠି ଯୋଉ ତିଆରି କରିଛନ୍ତି ଭଗବାନଙ୍କର ସମ୍ପୂର୍ଣ୍ଣ ତିଆରିଟା ପୂର୍ଣ୍ଣ। ଉପନିଷଦରେ ଭଗବାନଙ୍କୁ ପ୍ରାର୍ଥନା କରି କହୁଛନ୍ତି ପୂର୍ଣ୍ଣମଦ ପୂର୍ଣ୍ଣମିଦಂ ପୂର୍ଣ୍ଣାତ୍ ପୂର୍ଣ୍ଣ ଉଦଚ୍ୟତେ। ଏଠି କହୁଛନ୍ତି ଯେ ଏ ପୂର୍ଣ୍ଣ ଭଗବାନ ଯେହେତୁ ପୂର୍ଣ୍ଣ, ତାଙ୍କର ସୃଷ୍ଟି ବି ପୂର୍ଣ୍ଣ। ଆଉ ଭଗବାନ ପୂର୍ଣ୍ଣ, ତାଙ୍କର ସୃଷ୍ଟି ପୂର୍ଣ୍ଣ। ପୂର୍ଣ୍ଣ ବାହାରିଲା ପରେ ଏମିତି ନାହିଁ ଯେ ସେ ଅଧା ହେଇଯିବେ ନା, ହଜାର ହଜାର ସୃଷ୍ଟି ବାହାରୁଛି, ଭଗବାନ ଯେମିତିକି ସେମିତି ଅଛନ୍ତି। ଆମର ଭୌତିକ ଗଣିତ କ'ଣ? 1ରୁ 5ରୁ 1 ଗଲେ କେତେ? 4, 5ରୁ 5 ଗଲେ 0, ହଁ ନା ନାଇଁ? କିନ୍ତୁ ଭଗବାନଙ୍କ ଗଣିତରେ 1ରୁ 1 ଗଲେ 1, 1ରୁ 1 ମିଶାଇଲେ 1, ସମ୍ପୂର୍ଣ୍ଣ ରୂପରେ ପୂର୍ଣ୍ଣ। ଆମ ପାଖରେ ବି ସେଇ ପ୍ରକାର ଶକ୍ତି ଅଛି। ଉଦାହରଣ ସ୍ୱରୂପ ଗୋଟେ ବାପା ଅଛନ୍ତି, ସେ 1, ତାଙ୍କ ପାଖରୁ 3ଟା ପୁଅ ବାହାରିଲେ, ସେ କମିଗଲେ କି? ସିଏ ବି ପୂର୍ଣ୍ଣ। 3ଟା ଯୋଉ ତାଙ୍କର ପୁତ୍ର କନ୍ୟା ସନ୍ତାନ ସେମାନେ ବି ପୂର୍ଣ୍ଣ। ଯଦି ଭଗବାନଙ୍କର ଆମ ଗୋଟେ ଅଂଶ ହେଇକି ଜୀବ ହେଇକି ଆମର ଏମିତି ଅଚିନ୍ତ୍ୟ ଶକ୍ତି ରହିଛି, ତାହେଲେ ଭଗବାନ ଠାରୁ ଅନନ୍ତ କୋଟି ବ୍ରହ୍ମାଣ୍ଡ ବାହାରିଗଲା, ଏତେ ବିଷ୍ଣୁ ତତ୍ତ୍ୱ ବାହାରିଲା, ଏତେ ଶକ୍ତି ତତ୍ତ୍ୱ ବାହାରିଲା, ଏତେ ଜୀବ ତତ୍ତ୍ୱ ବାହାରିଲା, ଏତେ ବ୍ରହ୍ମାଣ୍ଡ ବାହାରିଲା, ଆରେ ଭଗବାନ ଖାଲି ହେଇଗଲେ। ମାୟାବାଦୀ ମାନେ କ'ଣ କହନ୍ତି, ଏଇଟା ଗଲା ଗୋଟେ କାଗଜ, ଭଗବାନ ବର୍ତ୍ତମାନ ସବୁ ବିସ୍ତାର କଲେ ନା, ଏ କାଗଜକୁ ଟୁକୁଡ଼ା ଟୁକୁଡ଼ା କରିଦେଲେ, 1000 ପିସ୍ କରିଦେଲେ, ଦେଖ ଆଉ ଏଇଟା ରହିଲା କି? ନା, ଭଗବାନ ସେମିତି ନୁହଁ। ଭଗବାନ ପୂର୍ଣ୍ଣ, ପୂର୍ଣ୍ଣରୁ ପୂର୍ଣ୍ଣମ ଉଦଚ୍ୟତେ ପୂର୍ଣ୍ଣମ ଏବ ବଶିଷ୍ୟତେ। ତାଙ୍କ ପୂର୍ଣ୍ଣରୁ ପୂର୍ଣ୍ଣ ସୃଷ୍ଟି ହଉଛି,
ଏ ପୂର୍ଣ୍ଣ ସୃଷ୍ଟି ହେଲା ପରେ ବି ସେ ତାଙ୍କର ଅସ୍ତିତ୍ୱ ପୂର୍ଣ୍ଣ ରୂପେ ରୁହେ, ନହେଲେ ସେ କେମିତି ଭଗବାନ ହେଇପାରିଥାନ୍ତେ। ତେଣୁକରି ଆମର ଭୌତିକ ଗଣିତ ଅନୁସାରେ ଭଗବାନଙ୍କର ମ୍ୟାନେଜମେଣ୍ଟ ଚାଲେ ନାହିଁ। ପ୍ରତ୍ୟେକ ଜିନିଷ ଯୋଉ ଭଗବାନ ଏଠି କରିଛନ୍ତି ଏଇଟା ପୁରା କ'ଣ କହିଲ, ଏଇଟା ଗୋଟେ ଚକ୍ର ଆକାରରେ ଭଗବାନ ଚକ୍ର ଚଲେଇଛନ୍ତି, କାରଣ ତାଙ୍କ ନାଁ ହେଲା ଚକ୍ରୀ ବା ତାଙ୍କ ନାଁ ହେଲା ରଥାଙ୍ଗ ପାଣି। ତାଙ୍କ ଚକ୍ର ଅନୁସାରେ ଚଲେଇଛନ୍ତି। ଆପଣ ଦେଖିବେ ଆମର ଜଳଚକ୍ର ଆମେ ପଢିଛୁ ନା ନାଇଁ? ବର୍ତ୍ତମାନ ଜଳ ଅଛି, ତାକୁ ସୂର୍ଯ୍ୟ ବାଷ୍ପୀଭୂତ କରୁଛନ୍ତି, ମେଘ ଆକାର ଆସୁଛନ୍ତି, ପୁଣି ଆସୁଛି। ଭଗବାନ ସେଇଟା ଥରେ ତିଆରି କଲେ କେବେ ଆସିକି ତାକୁ ରିପେୟାର କରିଛନ୍ତି? ଏ ଜଳଚକ୍ରଟା ଆଜି ଟିକେ ଏପଟ ସେପଟ ହେଇଗଲା, ତାକୁ ନେଇକି ଆଉ ଥରେ ରିପେୟାର କରିବେ ନା। ବର୍ତ୍ତମାନ ଅମ୍ଳଜାନ ଆଉ ଅଙ୍ଗାରକାମ୍ଳ ଯୋଉ ବାୟୁ ଚକ୍ର ଚାଲିଛି, କେବେ ଭଗବାନ ଆସି ରିପେୟାର କରିଛନ୍ତି? ନାଇଁ। ଭଗବାନଙ୍କର ଏଇ ଯୋଉ ଚକ୍ରରେ ଗୋଟେ ଗୋଟେ ସିଷ୍ଟମ ତିଆରି କରିଛନ୍ତି, ସେ ଚାଲିଲା। ସଂସାର ତିଆରି କରିବା ପାଇଁ ଖାଲି ମନୁ ପତ୍ନୀ ପୁରୁଷ ସ୍ତ୍ରୀକୁ କରିଦେଲେ, କେବେ ଆସିକି ଭଗବାନ ମୁଣ୍ଡ ଖଟେଇଛନ୍ତି? ନାଇଁ। ଆରେ ସଂସାର ବନ୍ଦ ହେଲା ନା ନାଇଁ? ଚାଲିଛି। ପୁରୁଷ ସ୍ତ୍ରୀ କରିଦେଲେ, ତାଙ୍କ ହୃଦୟରେ କାମନା ଦେଇଦେଲେ, ମୈଥୁନ ସୁଖରେ କେମିତି ବଂଶ ବିସ୍ତାର ଦେଇଦେଲେ, ବାସ୍ ସିଏ ତାଙ୍କର ଚଲେଇବେ ଗାଡ଼ି। ସିଏ ତାଙ୍କର ଧାମରେ ନିତ୍ୟ ଆନନ୍ଦ ବିଳାସରେ ରହୁଛନ୍ତି। ତେଣୁକରି ଭଗବାନ ଯେତେବେଳେ ସଂସାର କରିଛନ୍ତି, ତାଙ୍କର ନାହିଁ ଯେ ଏତେ ସଂସାର କଲେ ମୋ କଥା କେହି ମାନୁନାହାନ୍ତି, କ'ଣ କରିବି, ମୋର ଭଗବତତା ନଷ୍ଟ ହେଇଯିବ। ନା, ଭଗବାନ କରି ଏଇଟା ଛାଡ଼ି ଦେଇଛନ୍ତି। ଯେତେବେଳେ ଜୀବମାନେ ନିଜର ବିବେକ ଦ୍ୱାରା ସାଧୁ ସନ୍ଥଙ୍କର କୃପା ଦ୍ୱାରା ଯେତେବେଳେ ତାଙ୍କ ଭଜନ ସାଧନ କରିବେ, ନିଜ ବୁଦ୍ଧିକି ଆସିବେ ଆଉ ଭଜନ ସେବା କରିକି ନିଜ ଧାମକୁ ଆସିପାରିବେ। ତେଣୁକରି ଏଠି କୁହାଯାଉଛି ଭଗବାନ ହେଲେ ସର୍ବ ଇନ୍ଦ୍ରିୟ ଗୁଣଦ୍ରଷ୍ଟା। ପ୍ରତ୍ୟେକ ଇନ୍ଦ୍ରିୟର ଯୋଉ ବିଷୟବସ୍ତୁ ଅଛି ବା ଇନ୍ଦ୍ରିୟର ଯୋଉ ସବୁ ସୁଖ ଅନୁଭବ କରୁଛନ୍ତି ପଞ୍ଚ ଇନ୍ଦ୍ରିୟରେ, ସେଇଟା ଯେତେ ସବୁ ଜିନିଷ ତିଆରି କରିଛନ୍ତି ଭଗବାନ ତିଆରି କରିଛନ୍ତି, ତାର ଯୋଉ ଅନୁଭବ ହେଉଛି ଭଗବାନଙ୍କର ଉପସ୍ଥିତି ଦ୍ୱାରା ସେଇଟା ଗ୍ରହଣ କରିପାରୁଛନ୍ତି। ପୁଣି ଏଇ ଯୋଉ ସଂସାରରେ ପ୍ରତ୍ୟେକ ବସ୍ତୁ ଭରିକି ଅଛି, ଏ ବସ୍ତୁକୁ ଦେଖିକି ତାକୁ ଅନୁଭବ ହେଉଛି ଯେ ଚିତ୍ ଜଗତରେ ବି ଏଇ ପ୍ରକାର ଜଗତ ଅଛି। ତେଣୁକରି ଆଉ ଏଇଟା 14 ନମ୍ବର ପର୍ଯ୍ୟନ୍ତ ଆମେ ଏଠି ବିଶ୍ରାମ କରିବା। ବର୍ତ୍ତମାନ ହରେ କୃଷ୍ଣ କୀର୍ତ୍ତନ କରିକି ଏଇଠି ବିଶ୍ରାମ ଦେବା। କାଲି ପୁଣି ପ୍ରଭୁଜୀ ଆସିବା।